ବସି ସ୍ଥିର ହୋଇଯାଉ। ମୁଁ ବହୁତ ଆନନ୍ଦିତ ଯେ ଆମର ପେଣ୍ଡେଲର ପରିସର ଯେତିକି ଅଛି ତାହାଠାରୁ ବଢ଼ିକରି ପରମେଶ୍ୱର ଆପଣ ଲୋକମାନଙ୍କୁ ଆକର୍ଷଣ କରି ଏହି ସ୍ଥାନକୁ ଆଣିଛନ୍ତି। ଏଣୁ ପ୍ରଭୁଙ୍କ ନାମ ଯୁଗେ ଯୁଗେ ଧନ୍ୟ ହେଉ। ଆସନ୍ତୁ ଆମେ ମାନେ ପଢିବା ଜିକରିୟା ତହିଁର 9 ଅଧ୍ୟାୟ 9 ପଦ। କେହି ଯଦି ଅଛନ୍ତି ଦୟାକରି ଉଚ୍ଚ ସ୍ୱରରେ ପଢି ସାହାଯ୍ୟ କରିବା ହେବେ। ଅଛନ୍ତି କି କେହି ନାହାନ୍ତି? গো সিয়ন কন্যে অতিশয় উল্লাস করো, গো জেরুসালেম কন্যে জয় ধ্বনি করো। দেখো ତୁମର ରାଜା ତୁମ ନିକଟକୁ ଆସୁଅଛନ୍ତି। ସେ ଧର୍ମମୟ ଓ ପରିତ୍ରାଣ ବିଶିଷ୍ଟ, ସେ ନନ୍ଦସ୍ୱର ଓ ଗର୍ଦ୍ଧବ ଉପରେ ଅର୍ଥାତ୍ ଗର୍ଦ୍ଧବୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। ପରମେଶ୍ୱରଙ୍କ ନାମର ଗୌରବ ହେଉ। ଦେଖ ପରିତ୍ରାଣ କର୍ତ୍ତା ଗର୍ଦ୍ଧବୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। ଈଶ୍ୱରଙ୍କ ଲୋକମାନେ ଧନ୍ୟ সেই ব্যক্তির জীবন যে ব্যক্তি পরিত্রাণ কর্তাଙ୍କୁ নিজস্ব କରିପାରିଅଛି। ପରିତ୍ରାଣ କର୍ତ୍ତା ଯେ ଅଛନ୍ତି ଏବଂ ସେ ପରିତ୍ରାଣ କରନ୍ତି, ଏହା ଯଦି ଏକ ବିଶ୍ୱାସୀ ତାରି ଜୀବନରେ ଅନୁଭବ କରିପାରେ ନାହିଁ, କିନ୍ତୁ ସେ ମନେ କରୁଅଛି ମୁଁ ଖ୍ରୀଷ୍ଟଙ୍କୁ ଜାଣିଛି ବୋଲି, ଏହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ। ଦୟାପୂର୍ବକ ସାଉଣ୍ଡକୁ ଏପଟ ସେପଟ କରନ୍ତୁ ନାହିଁ। ପରିତ୍ରାଣ କର୍ତ୍ତା ଅଛନ୍ତି, ତେବେ ମୁଁ କହିଲି ପରିତ୍ରାଣ କର୍ତ୍ତା ଜଣେ ଅଛନ୍ତି। এই ପରିତ୍ରାଣ କର୍ତ୍ତାଙ୍କ ସହିତ ଆଜି ମୋହର ସମ୍ପର୍କ କି ପ୍ରକାରର ଅଟେ? ମୁଁ ତାଙ୍କୁ କେତେ ମାତ୍ରାରେ ବୁଝିପାରିଅଛି? ମୁଁ ତାଙ୍କୁ ପରିତ୍ରାଣ କର୍ତ୍ତା ବୋଲି କେତେ ଆପଣ ଜୀବନରେ ଆସ୍ୱାଦନ କରିପାରିଅଛି? ତାଙ୍କୁ ମୁଁ କେତେ ମାତ୍ରାରେ ଆପଣର ବ୍ୟକ୍ତିଗତ ସମୟ ଅର୍ପଣ କରୁଛି, ଦେଉଛି? ଦେଖ ପରିତ୍ରାଣକର୍ତ୍ତା ଆସୁଅଛନ୍ତି। ଅନେକ କଥା କୁହାଯାଇ ପାରିବ, କିନ୍ତୁ ଆମେ ତ ବହୁତ ଜଲ୍ଦି ଜଲ୍ଦି ଚାଲିଛୁ। କିଛି କଥା ନାହିଁ, ଆପଣମାନେ ବିଜ୍ଞ ଲୋକମାନେ ଅଟନ୍ତି। ମୋର ସିଧା କଥା, ଈଶ୍ୱରଙ୍କ ଲୋକମାନେ ପରିତ୍ରାଣ କର୍ତ୍ତାଙ୍କ ସହିତ ଆମ୍ଭେମାନେ ପ୍ରତିଦିନ କେତେ ସମୟ ଅତିବାହିତ କରୁଛୁ? ମାଗିବା କଥା କହୁନାହିଁ,
ପ୍ରାର୍ଥନା କରୁଛନ୍ତି କି ବୋଲି ମୁଁ ପଚାରୁନାହିଁ। ପରିତ୍ରାଣକର୍ତ୍ତା ସହିତ ଆପଣଙ୍କର ବ୍ୟକ୍ତିଗତ ଇଣ୍ଟିମେସି, ବ୍ୟକ୍ତିଗତ ସମ୍ପର୍କ, ବ୍ୟକ୍ତିଗତ ସହଭାଗିତା କେତେ ଅଛି? ହୋସେଆରେ ଲେଖାଗଲା ପରନ୍ତୁ 6 ଅଧ୍ୟାୟର 2 ପଦ। 2 ଦିନ ଉତ୍ତାରେ ସେ ଆମମାନଙ୍କୁ ସହଜୀବିତ କରିବେ। 3 ପଦ। ପୁଣି ଆମ୍ଭେମାନେ ଜ୍ଞାତ ହେଉ ଜ୍ଞାତ ହେବା ପାଇଁ ସଦାପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ ପଶ୍ଚାତ୍ ଗମନ କରୁ। ତାଙ୍କ ପଛରେ ଯାଉ। ବସ୍, ବହୁତ ବହୁତ ଧନ୍ୟବାଦ। ତାଙ୍କୁ ଟିକେ ମାଇକ ଦୟାକରି ଦିଅନ୍ତୁ। ସଦାପ୍ରଭୁଙ୍କୁ ଜ୍ଞାତ ହେବା ପାଇଁ ତାଙ୍କ ପଶ୍ଚାତ୍ ଗମନ କରୁ। ନା ସଦାପ୍ରଭୁଙ୍କ ଠାରୁ କେବଳ ଯିବା ପାଇଁ, ସଦାପ୍ରଭୁଙ୍କ ଠାରୁ ପାଇଯିବା ପାଇଁ, ସଦାପ୍ରଭୁଙ୍କର ଆଶୀର୍ବାଦ ମୋର ହେଇଯାଉ ଏଥିପାଇଁ ତାଙ୍କ ପଛରେ ଯାଉ। ଏମିତି ଲେଖା ହେଇଛି କି? ଆଜ୍ଞା। କାହିଁକି ଆମେମାନେ ପ୍ରଭୁ ଯୀଶୁଙ୍କ ପଛରେ ଯିବା ଦରକାର? କାହିଁକି ଆମେମାନେ ତାଙ୍କ ନିକଟବର୍ତ୍ତୀ ହେବା ଦରକାର? ଆଉ ଆମେମାନେ କାହିଁକି ହେଉଅଛୁ? ଯେହେତୁ ଏହା ସମ୍ପୂର୍ଣ୍ଣ ଟପିକ ନୁହଁ, ତେଣୁ ମୁଁ ତାହା ସ୍ପର୍ଶ କରି ଆଗକୁ ବଢିବା ପାଇଁ ଚାହୁଁଛି। It's a very essential question to ask. ଅତୀବ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଯଦି ଏକ ବ୍ୟକ୍ତି ଆପଣ ଜୀବନକୁ କରିବା ଦରକାର, ତେବେ ତା ଏହି ପ୍ରଶ୍ନ ହେବ, what is my relationship with my creator? ପଚାରନ୍ତୁ ଭାଇ ଭଉଣୀ ମାନେ, ଖ୍ରୀଷ୍ଟଙ୍କ ସହିତ ଯିଏକି ପରିତ୍ରାଣ କର୍ତ୍ତା ଅଟନ୍ତି, ତାଙ୍କ ସହିତ ମୋର ସମ୍ପର୍କ ଆଜି କି ପ୍ରକାର ଅଟେ? ଯାଉଥିବି ମାଗୁଥିବି, ଯାଉଥିବି ମାଗୁଥିବି, ଯାଉଥିବି ମାଗୁଥିବି। ଏହା କି ଆଜି ଅନେକଙ୍କର ବାସ୍ତବିକତା ନୁହଁ? ଆଶୀର୍ବାଦ ପାଇବା ନିମନ୍ତେ ଖ୍ରୀଷ୍ଟ ଏକ ମାଧ୍ୟମ କେବଳ ନୁହନ୍ତି। ଆମମାନଙ୍କ ଜୀବନର ପ୍ରକୃତ ଆବଶ୍ୟକତା ହିଁ ଖ୍ରୀଷ୍ଟ ଅଟନ୍ତି। ତାଙ୍କୁ ଆମେ ଗୋଟେ ଜରିଆ ବନେଇ ଦେଇଛେ, ଗୋଟିଏ ମାଧ୍ୟମ ବନେଇ ଦେଇଛେ। କିଛି ଦରକାର ହେଲେ ସେ ମାଧ୍ୟମକୁ ଆପଣାଇବା, ନହେଲେ ତାକୁ ଛାଡି ଦେଇଥିବା। କେତେ ବୁଝିପାରିଛେ ଆମେ ପରିତ୍ରାଣ କର୍ତ୍ତାଙ୍କୁ? ଆଉ ଗୋଟେ ପ୍ରଶ୍ନ ରଖୁଛି ଆପଣ ମାନଙ୍କ ସମ୍ମୁଖରେ। ଆଜ୍ଞା, ଡାକ୍ତରଙ୍କର କାର୍ଯ୍ୟ, ଆରାଧକ ମହାଶୟ ଟିକେ ଉତ୍ତର ଦେବେ। ଡାକ୍ତର କଣ କରନ୍ତି? ଚିକିତ୍ସା କରନ୍ତି। ଆଚ୍ଛା, ଏକ ବ୍ୟକ୍ତି ଡାକ୍ତରଙ୍କ ପାଖକୁ କଣ କରିବା ପାଇଁ ଯାଏ? ଚିକିତ୍ସିତ ହେବା ପାଇଁ ଯାଏ, ରୋଗ ଦେଖେଇବା ପାଇଁ ଯାଏ, ରୋଗରୁ ଭଲ ହେବା ପାଇଁ ଯାଏ। ଶିକ୍ଷକଙ୍କ ପାଖକୁ ଏକ ପିଲା, ଏକ ଝିଅ, ଏକ ପୁଅ, ଏକ ଷ୍ଟୁଡେଣ୍ଟ କାହିଁକି ଯିବେ? ଶିକ୍ଷା ଲାଭ କରିବା ପାଇଁ ଯିବେ, ଶିକ୍ଷିତ ହେବା ପାଇଁ ଯିବେ। ଆଚ୍ଛା, ତେବେ ପରିତ୍ରାଣ କର୍ତ୍ତାଙ୍କର କାର୍ଯ୍ୟ କଣ? ଆଉ ମୁଁ ତାଙ୍କ ନିକଟକୁ ଯାଉଛି କଣ ପାଇଁ? ପଚାରିବା ଦରକାର। କେତେ କାଳ ଆମ୍ଭେମାନେ ଆଶୀର୍ବାଦ ନିମନ୍ତେ ପାଗଳ ହେବା? ଆଜ୍ଞା, ଗୋଟେ ସିଧା ପ୍ରଶ୍ନ, ପରମେଶ୍ୱର କି ଆମ୍ଭମାନଙ୍କ ଆବଶ୍ୟକତାକୁ ଜାଣନ୍ତି ନାହିଁ? କଣ ପରମେଶ୍ୱରଙ୍କ ଦୃଷ୍ଟି କି ଆମମାନଙ୍କ ପ୍ରତି ଆଜି ନାହିଁ? ସେ କଣ ଆମମାନଙ୍କ ପ୍ରତି ମନୋଯୋଗୀ ନୁହନ୍ତି? ସେ କଣ ସକ୍ଷମ ନୁହନ୍ତି? ସେ କଣ ଦେଇପାରିବେ ନାହିଁ? କାହିଁକି ମୁଁ ଯାଉଛି ତାଙ୍କ ପାଖକୁ? ଯଦି ମୁଁ ଜାଣିଥାନ୍ତି, ଯଦି କନଭିନ୍ସ ହୋଇଥାନ୍ତି, ସୁନିଶ୍ଚିତ ହୋଇଥାନ୍ତି ଯେ ପରମେଶ୍ୱରଙ୍କ ପୁତ୍ର ସେ ପରିତ୍ରାଣ କର୍ତ୍ତା ଅଟନ୍ତି, ତେବେ ମୁଁ ତାଙ୍କ ନିକଟକୁ ପରିତ୍ରାଣ, ମୁକ୍ତି, ଉଦ୍ଧାର ପାଇବା ପାଇଁ ପ୍ରଥମେ ଯାଇଥାନ୍ତି। ପରେ ବାକି ତକ ବିଷୟ ମାଗିଥାନ୍ତି କି ନାଇଁ, ଦ୍ୟାଟ୍ ଇଜ ସେକେଣ୍ଡାରୀ। କେତେ ଜଣ ଆମେ କହିପାରିବା, ମୁଁ ଯୀଶୁଙ୍କ ନିକଟକୁ ଯାଉଛି ପାପର ମୁକ୍ତି ପାଇବା ପାଇଁ, ପାପର ମୁକ୍ତି ବିଷୟ ମାଗିବା ପାଇଁ ଯାଉଛି ବୋଲି? କେତେ ଜଣ କହିପାରିବା? ଆଜ୍ଞା, ଆମେ ପରିତ୍ରାଣକୁ ଆମେ ମାନେ କେତେ
କଲୁ ପରିତ୍ରାଣ କର୍ତ୍ତା ବିଜୟ ଯାତ୍ରା କରୁଛନ୍ତି। କି ଯାତ୍ରା? ବିଜୟ ଯାତ୍ରା। ଏତେ କଷ୍ଟ ହଉଛି। ଆମେ କେତେ ଜଣ ବିଜୟ ଯାତ୍ରା କଲୁଣି? ଆମେ କେଉଁ କେଉଁ ବିଷୟରୁ ଆଜି ବିଜୟ ଅଟୁ? ଯିବାରେ ବିଜୟ ପାଇଛୁ, ଚକ୍ଷୁରେ ବିଜୟ ପାଇଛୁ, କର୍ଣ୍ଣରେ ବିଜୟ ପାଇଛୁ, ମୋବାଇଲରୁ ବିଜୟ ପାଇଛୁ, ନା ଖାଲି ଯାତ୍ରା ଏକା କରୁଥିବା? ଏଥିପାଇଁ ଜାଣନ୍ତୁ, there is a savior, there is a redeemer, and his job primarily is to save us. ତାଙ୍କ ପ୍ରଥମ କାର୍ଯ୍ୟ ଆମମାନଙ୍କୁ ସେ ପରିତ୍ରାଣ କରିବେ, ମୁକ୍ତି କରିବେ। ଜାଣନ୍ତୁ ପ୍ରିୟ ଭାଇ ଭଉଣୀ ମାନେ, ଖ୍ରୀଷ୍ଟିଆନ ଜୀବନ ଆଶୀର୍ବାଦ ପଛରେ ଯିବା ଜୀବନ ନୁହେଁ। ଖ୍ରୀଷ୍ଟିଆନ ଜୀବନ ଖ୍ରୀଷ୍ଟଙ୍କ ପଛରେ ଯିବା ଜୀବନ ଅଟେ। ଧନ୍ୟ ଅଟେ ସେଇ ବ୍ୟକ୍ତି ଯେ ଈଶ୍ୱରଙ୍କ ଆତ୍ମାଙ୍କ ରୋଗକୁ ଶୁଣୁଛନ୍ତି, ପୁଣି ତାହାକୁ ଆପଣାର କରୁଛନ୍ତି। ଦୟାକରି ଟିକେ ସାଉଣ୍ଡ ହାଲକା ଟିକେ ବଢେଇବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପରିତ୍ରାଣକର୍ତ୍ତାଙ୍କୁ ଜାଣନ୍ତୁ, ତାଙ୍କ କାର୍ଯ୍ୟକୁ ଜାଣନ୍ତୁ, ତାଙ୍କୁ ଅନୁଭବ କରନ୍ତୁ, ଅନୁଭବ କରନ୍ତୁ। ବହୁତ ବଡ଼ ବିଷୟ। ଆପଣଙ୍କ ପାଖରେ ମନେକର ସବୁ ଅଛି, ଧନ ଅଛି, ଗାଡି ଅଛି, ଘୋଡା ଅଛି, ବଙ୍ଗଳା ଅଛି, ଜବ୍ ଅଛି, ବ୍ୟାପାର ଅଛି, ବିଜନେସ୍ ଅଛି, କୋଠା ଅଛି, ସବୁ ପାର୍ଥିବ ବ୍ଲେସିଂ ଅଛି। ଏହାର ଅର୍ଥ ଆପଣ ପରିତ୍ରାଣ ମଧ୍ୟ ପାଇଯାଇଛନ୍ତି କି? ପରିତ୍ରାଣକର୍ତ୍ତା ବିଜୟର ଯାତ୍ରା କରୁଛନ୍ତି, ଗର୍ଦ୍ଧବର ଶାବକ ଉପରେ ଆରୋହଣ କରି। ଆମେ କେତେ ବିଜୟ ଗଲୁଣି, ହେଲୁଣି, ପାଇଲୁଣି। ଆମଠାରେ ବିଜୟର ବିଷୟ କେତେ ଦେଖାଗଲାଣି। ବହୁତ ଖୁସି ବି ଲାଗୁଛି, ଲୋକମାନେ ଯଥେଷ୍ଟ ଅଛନ୍ତି, କିନ୍ତୁ ଜାଗା ବି ହଉନାହିଁ, ଦୁଃଖ ବି ଲାଗୁଛି। ହାଲେଲୁୟା। ଆଗାମୀ ସମୟମାନଙ୍କରେ ବହୁତ ଲମ୍ବା କରନ୍ତୁ, ଆଉ ବିଶ୍ୱାସରେ କରନ୍ତୁ, ଲୋକମାନେ ଆସି ବସିବା ଦରକାର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ଆପଣଙ୍କ ଜୀବନରେ ଏହି ପ୍ରଶ୍ନ ପ୍ରତିଦିନ ପଚାରିବା ଦରକାର। ଦିନକୁ ଦିନ ତାହାଙ୍କୁ ପର୍ସନାଲି ଜାଣିବାରେ ମୁଁ ବଢୁଅଛି ନା ନାହିଁ, ଜାଣିବା ଦରକାର। ଆଜ୍ଞା, ଖ୍ରୀଷ୍ଟଙ୍କୁ ଜାଣନ୍ତୁ। ଜାଣିଛୁ ନାମରେ, ଅନୁଭୂତିରୁ ଜାଣିବା ଲୋକର ସ୍ୱଭାବ ଅଲଗା। ନାମରେ ଯୋଉମାନେ ଜାଣିଛନ୍ତି ସେମାନଙ୍କର ଚରିତ୍ର ଅଲଗା ଅଟେ। ତାଙ୍କ ନିକଟକୁ ଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉ କି ମତ ପରିତ୍ରାଣ ପାଇବାର ଅଛି। କେଉଁଠାରୁ? ପାପରୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ପରିତ୍ରାଣକର୍ତ୍ତା କଣ ଲେଖା ଅଛି ଏଠି? ଗର୍ଦ୍ଧବର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି। ଏ ଗର୍ଦ୍ଧବର ଶାବକ ଉପରେ ପରିତ୍ରାଣକର୍ତ୍ତା କେବେ ସେ ଆରୋହଣ କରିବାର ସକ୍ଷମ ହୋଇପାରିଲେ? ଯେତେବେଳେ ଗର୍ଦ୍ଧର ବନ୍ଧନ ଫିଟିଲା, ଯେତେବେଳେ ଗର୍ଦ୍ଧକୁ ମୁକ୍ତ କରାଗଲା, ସେତେବେଳେ ପରିତ୍ରାଣକର୍ତ୍ତା ତା ଉପରେ ସବାର ହୋଇ ଆରୋହଣ କରି ଆସୁଅଛନ୍ତି। ଅର୍ଥାତ୍ ଯଦି ତାର ସେ ଯଦି ମୁକ୍ତି ପାଇନଥାନ୍ତା, ବନ୍ଧନ ଯଦି ତାହାର ଛିଣ୍ଡା ଯାଇନଥାନ୍ତା, ଆରୋହଣ କରାଯାଇ ପାରିନଥାନ୍ତା। ଏଣୁ ବନ୍ଧନରୁ ମୁକ୍ତି ପାଇବା ନିତାନ୍ତ ଆବଶ୍ୟକ ଅଟେ। ଯଦି ବନ୍ଧନରେ ଥିବା, ଗର୍ଦ୍ଧ ଜାଗାରେ ଥିବେ, ଖ୍ରୀଷ୍ଟଙ୍କ ଜାଗାରେ ଥିବେ, ଆରୋହଣ ବିଜୟ ଯାତ୍ରା ଅସମ୍ଭବ ଅଟେ, ହେଇପାରିବ ନାହିଁ। ପଢିବା ହିତୋପଦେଶ ବହିର 5 ଅଧ୍ୟାୟ ପଢି ଦିଅନ୍ତୁ କେହି ଜଣେ ଉଚ୍ଚ ସ୍ୱରରେ। 22 ପଦ।
ଗୋଟେ ଦୁଷ୍ଟ ମିନିଟ୍ ଲୋକର ନିଜ ଅପରାଧ ତାହାକୁ ଧରିବ, ସେ ନିଜ ପାପରୁ ଦୌଡ଼ିବାରେ ବନ୍ଧା ହେବ। ଦୌଡ଼ିବାରେ ଦୁଷ୍ଟ ଲୋକର ନିଜ ଅପରାଧ ତାହାକୁ ଧରିବ, ଯେ ନିଜ ପାପ ରୂପ ଦୌଡ଼ିରେ ବନ୍ଧା ହେବ। ପ୍ରଥମ ଥର ଆସିଛି ବୋଲି ମୁଁ ବେଶୀ କହିବା ପାଇଁ ଚାହୁଁନାହିଁ, କହିବି ମଧ୍ୟ ନାହିଁ, ଥାଉ। ভুল যে ভুল একচুয়ালি বেশি ভুল, ঠিক যে একচুয়ালি বেশি ঠিক। হও দুষ্ট লোকের নিজ অপরাধ তাহাকে ধরিব, আর সে পাপ রূপ দৌড়ি দ্বারা বন্ধা হব। বন্ধা হয়েছিবা ব্যক্তি কি বিজয় যাত্রা করি পারিবে? আমার ভেন্ডিয়া মানে কেতে জন ভাই বোনকু বাঁধিকি সাইতিকি সজেইকি স্টোর রুম রে রখিছন্তি, আর ফং ফং শুক্লা হাতরে আসিছন্তি অপেরা দেখবাকু। হসুছন্তি, এটা হসিবা কথা। প্রভুঙ্ক লোক মানে ଖ୍ରୀଷ୍ଟିଆନ ଜୀବନକୁ ବୁଝନ୍ତୁ। ଖ୍ରୀଷ୍ଟିଆନ ଜୀବନର ଖ୍ରୀଷ୍ଟ ଆମମାନଙ୍କର ମାଲିକ, ଆମମାନଙ୍କର ଗୁରୁ, ସେ ବିଜୟୀ ଅଟନ୍ତି। ସେ ଶୈତାନକୁ ଜୟ କଲେ, ସେ ମୃତ୍ୟୁକୁ ଜୟ କଲେ, ସେ ପାପ ଉପରେ ଜୟ କଲେ, ସେ କ୍ରୁଶରେ ଶୈତାନର ସମସ୍ତ ଅସ୍ତ୍ରଶସ୍ତ୍ରକୁ ଛଡ଼ାଇ ନେଲେ। ମୁଁ ତାଙ୍କରି ସନ୍ତାନ ସନ୍ତତି ଅଟେ ତ, ଯେ ପାପ ଦ୍ୱାରା ବନ୍ଧନରେ ବନ୍ଧା ହୋଇନାହାନ୍ତି, ମୁକ୍ତିର ଜୀବନ ବିତାଇଛନ୍ତି, ବିଜୟୀର ଯାତ୍ରା କରିଛନ୍ତି। ମୁଁ ପ୍ରକୃତରେ ତାଙ୍କରି ପୁଅ ତ। ଅନେକ ଖ୍ରୀଷ୍ଟିଆନ ଜୀବନକୁ ବହୁତ ହାଲୁକାରେ ନେଇଛନ୍ତି। କଣ ମୋ ଗିର୍ଜା ଯିବା, ବାଇବଲ ଧର ନ ଧର କୌଣସି କିଛି କଥା ନାହିଁ, ଗିର୍ଜା ରବିବାର ମାନେ ଗିର୍ଜା ଯିବା, କେତେବେଳେ ମଧ୍ୟ ଯିବା, ଆମର ଜୀବନ ଆମର ଇଚ୍ଛା। ପାଳକ ବାବୁ ବକ ବକ ହେବେ, ସାରିବେ, ସରିବ, ଘରେ ଖାଇବା, ପୁଣି ସ୍କୁଲ ଯିବା କି କଲେଜ ଯିବା, ପୁଣି ଜବ୍ କୁ କରିବା, ଚାକିରିକୁ ଯିବା, ବ୍ୟବସାୟ କରିବା, ପୁଣି ଚାଲିଥିବ। ଏ ଖ୍ରୀଷ୍ଟିଆନ ଜୀବନ ନୁହେଁ। ପାଉଲ କହିଲେ ରୋମୀ 8:37 ଏତେ ଜଲଦି ପଢୁଛନ୍ତି ଯେ ଭୟଙ୍କର କରି ପଢୁଛନ୍ତି, କଣ ପଢିବି ବୁଝି ବି ପାରୁନାହିଁ। ରୋମୀ 8:37 ତଥାପି ସେ ଆମ୍ଭମାନଙ୍କୁ ପ୍ରେମ ବାବୁ କଲେ। ଟିକେ ଚାହିଁ କରି ପଢିବ କି? କିଏ ପଢୁଛ? ହଁ ଟିକେ ମତେ ଗାଳି କରୁଛୁ ବୋଲି ଭାବି ପଢ। ତଥାପି ସେ ଆମ୍ଭମାନଙ୍କୁ ନାଇଁ ପ୍ରେମ ବାବୁ କଲେ। କରୁନ ତୁମେ, ଧନ୍ୟବାଦ। ତଥାପି ସେ ଆମମାନଙ୍କୁ ପ୍ରେମ କଲେ, ତାଙ୍କ ଦ୍ୱାରା ଆମେମାନେ ଏହି ସମସ୍ତ ବିଷୟରେ ସର୍ବୋତ ଭାବେ କଣ ତୁ ମାଇକ୍ରେ କୁହ, କଣ ତୁ ବିଜୟ ଅଟୁ। ଦେଖନ୍ତୁ ଆଜ୍ଞା ପାଉଲଙ୍କର ଷ୍ଟାଣ୍ଡାର୍ଡ କୁ, ସର୍ବୋତ ଭାବେ ବିଜୟୀ। ସବୁବେଳେ ସେ ବିଜୟୀ ଜୀବନ ବିତାଉଥିଲେ। ସେଇ ପାଉଲ କରିନ୍ଥିୟ ମଣ୍ଡଳକୁ ମଧ୍ୟ ଲେଖୁଛନ୍ତି। ତହିଁର 2 ଅଧ୍ୟାୟ ପଢିଦେବା 14 ପଦ। ଈଶ୍ୱରଙ୍କ ଧନ୍ୟବାଦ ହଉ, ସେ ସବୁବେଳେ ଆମ୍ଭମାନଙ୍କୁ ଘେନି ଖ୍ରୀଷ୍ଟଙ୍କ ଠାରେ କି ଯାତ୍ରା କରୁଛନ୍ତି? ଆଜ୍ଞା ବିଜୟର ଯାତ୍ରା କରୁଛନ୍ତି। ଅର୍ଥାତ୍ ଖ୍ରୀଷ୍ଟିଆନ ଜୀବନ ପାପର ବନ୍ଧନ ଦ୍ୱାରା ବନ୍ଧା ହୋଇଥିବା ଜୀବନ ନୁହେଁ, ବରଂ ବିଜୟୀର ଜୀବନ ଅଟେ। ଏହା ଖ୍ରୀଷ୍ଟ ଆପଣ ଜୀବନରେ ଦେଖାଇଲେ, ଏହା ପାଉଲ ମଧ୍ୟ ଆମ୍ଭମାନଙ୍କୁ ନିର୍ଦ୍ଦେଶ କରୁଛନ୍ତି, ପରାମର୍ଶ ଦେଉଛନ୍ତି। ଖ୍ରୀଷ୍ଟିଆନ ଜୀବନକୁ ବୁଝନ୍ତୁ ଭାଇ ଭଉଣୀ ମାନେ, ଯେ ଜୟ ପାଏ ତାକୁ ଆମ୍ଭେ ଆପଣ ପିତାଙ୍କ ସିଂହାସନରେ ବସିବାକୁ ସ୍ଥାନ ଦେବ। ପରାଜିତ ହୋଇ ଆମେ ମାନେ ରହିବା ବୋଲି ସେ କଣ ପ୍ରଭାବିତ ହେଲେ କି?
ଦେଖାଉଛେ ଆମର ପଡ଼ୋଶୀ ବିଜେଡି ବ୍ୟକ୍ତିର ଜୀବନ ଯେପରି ଆମର ଜୀବନ ମଧ୍ୟ ସେପରି, କ୍ଲାସମେଟ୍ର ସ୍ୱଭାବ ଯେପରି ଆମର ମଧ୍ୟ ସ୍ୱଭାବ ସେପରି। ତାଙ୍କ ଆମ ମଧ୍ୟରେ ପାର୍ଥକ୍ୟ ଆଜି କଣ ଦେଖାଯାଉଛି? ବିଜୟ ଯାତ୍ରା ଅତି ସୁନ୍ଦର ନାମକରଣ କରାଯାଇଛି। ଅନୁଭବରୁ କେବେ ଆମେ ୟାକୁ ଚାଖିବା, ୟାର ଅନୁଭବୀ କେବେ ହେବା, ଆମେ ୟାକୁ କେବେ ଆସ୍ୱାଦନ କରିବା ଆପଣ ଜୀବନରେ। ମତେ ବିଜୟ ହେବାର ଅଛି, ମତେ ହାରିବାକୁ ନାହିଁ, ମତେ ପରାଜୟର ଜୀବନ କାଟିବାକୁ ନାହିଁ। ବିଜୟ ଯାତ୍ରାକୁ ଆସିଲେ ଲାଭ ହେବ ନାହିଁ ଯଦି ଆମେ ବିଜୟୀ ନିଜେ ହେଇନାଉ। ଗଧର ବନ୍ଧନ ଛିଣ୍ଡିଲା, ବନ୍ଧନ ଫିଟିଲା, ସେତେବେଳେ ଖ୍ରୀଷ୍ଟ ତାରି ଉପରେ ଆରୋହଣ କରୁଛନ୍ତି। ଅର୍ଥାତ୍ ବନ୍ଧନ ଫିଟିବା ଅତୀବ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଏକ ବନ୍ଧନରେ ଥିବା ବ୍ୟକ୍ତି କେବେ ମଧ୍ୟ ବିଜୟ ଯାତ୍ରା କରିପାରିବେ ନାହିଁ, କରିପାରିବେ ନାହିଁ। ଆଉ ଖ୍ରୀଷ୍ଟିଆନ ଜୀବନର ମୁଖ୍ୟ ବିଷୟ ହେଉଛି ବିଜୟ। ବିଜୟ ବିଜୟ ଯଦି ନାହୁଁ ଆମେ ପରାଜିତ ଅଟୁ। ଯଦି ପରାଜିତ ଅଟୁ, ଯେ ଜୟୀ ପାଇ ସ୍ୱର୍ଗାରୋହଣ କରୁଛନ୍ତି ତାହାଙ୍କ ରାଜ୍ୟରେ ସ୍ଥାନ ନାହିଁ। ଅତି ଗୁରୁତ୍ୱର ସହିତ ଶୁଣିବା ସମୟରେ ଆମେ ମାନେ ନିଜ ନିଜକୁ ସମୀକ୍ଷା କରୁଥିବା ଦରକାର। ସମୀକ୍ଷା କରନ୍ତୁ, এই ବିଜୟର ଅନୁଭବ ମୋର ଜୀବନରେ ମୁଁ କେତେ ପାଇପାରିଛି। କେତେ ଗୁରୁତ୍ୱପୂର୍ଣ୍ଣ ଶବ୍ଦଟା ଆଜ୍ଞା, ବିଜୟ ବିଜୟ ବିଜୟ। କେତେ ବିଜୟ ହେଇପାରିଛୁ ଆମେ? ଭାଷ୍ଟ ମେଜରିଟିକୁ ଯଦି ଆପଣମାନେ ଦେଖିବେ, ଅଧିକାଂଶ ଲୋକ ଏ ପାପର ବନ୍ଧନରେ ବନ୍ଧା ହୋଇଥିବା ଅବସ୍ଥାରେ ଦେଖାଯାଆନ୍ତି, ବନ୍ଧା ହେଇଥିବା ଅବସ୍ଥାରେ ଦେଖାଯାଆନ୍ତି। କିଏ କେଉଁ ବିଷୟର ଆସକ୍ତି, ଈଶ୍ୱରୀୟ ଦୃଷ୍ଟିକୋଣରେ ଯଦି ଆପଣ ଦେଖିବେ, କେଉଁଠି ଆସକ୍ତି ଭାବ ଆମର ରହିବାର ଥିଲା, ଆମେ କେଉଁଠି ଆସକ୍ତି ହେଇକି ରହିଯାଇଛେ। ଆପଣ କିଛି ବ୍ୟକ୍ତି ମାନଙ୍କୁ ଦେଖିବେ, ପୂର୍ବଦିନ ମାନଙ୍କରେ ରାତିରେ ଶୋଇବା ବେଳେ ଆମ ମୁଣ୍ଡ ପାଖରେ କଣ ଥିଲା? ବାଇବଲ। ଆଜି नो ବାଇବଲ। ବାଇବଲର ମାନ୍ୟତା ହଜି ଯାଇଛି, ଲୋପ ପାଉଛି। ପାଖରେ କଣ ଥାଉ କି ନ ଥାଉ, କଣଟା ଥାଉ, ମୋବାଇଲ ତ ଥିବାର ଅଛି। କେଉଁଠି ଆସକ୍ତି ଭାବ ରହିଛି? একই বন্ধুর অনুভব। মোবাইল বন্ধুর দ্বারা অনেকে আজি বন্ধ হয়ে অଛନ୍ତି। উঠ বলে উঠিব, শো বলে শোব, বস বলে বসব, দেখ বলে দেখিব, শুন বলে শুনিব। তার কথা শুনুଛନ୍ତି ସେ ମୋବାଇଲର କଥା। ଭାଇ ଭଉଣୀମାନେ, ଯେ ଯାହାର କଥା ଶୁଣେ ସେ ତାହାର ଦାସ ଅଟେ। ଦାସ ରୂପ ବନ୍ଧନରେ ଥାଇକି ଆମେ କହିପାରିବା ଆମେ ବିଜୟ ଅଟେ ବୋଲି। ଖାଇଲା ବେଳେ ମଧ୍ୟ ମୋବାଇଲ, ଶୋଇଲା ବେଳେ ଶୋଇ ଶୋଇ ମୋବାଇଲ, ଉଠୁ ଉଠୁ ମୋବାଇଲ। ଅଦ୍ଭୁତ ଆସକ୍ତରେ ଆସକ୍ତି ହୋଇଛନ୍ତି ଅନେକ। ଗିର୍ଜାକୁ ମଧ୍ୟ ବାଇବଲ ଆଣି ମୋବାଇଲ। ଆଉ କିଛି ଅଦ୍ଭୁତ କି ଦାସ ମୁଁ ଜାଣିନି, ସେମାନେ ପ୍ରଭୁଙ୍କର ଦାସ କି ମୋବାଇଲର ଦାସ କି ମୋବାଇଲ ଧରି ମଧ୍ୟ ପ୍ରଚାର କରନ୍ତି। କେମିତି ଏବେ ତାଙ୍କର ବିଶ୍ୱାସୀ ମାନେ ଆତ୍ମିକ? ମୋବାଇଲରେ ଈଶ୍ୱରଙ୍କ ଶକ୍ତି ଅଛି କି? କେଉଁଥିରେ ଆମେ ଆସକ୍ତ ଆଜି? କେଉଁଠି ଆସକ୍ତିର ଭାବ ରହିବା ଦରକାର? କିଏ କହୁଛନ୍ତି ଏଠି? ଟିକେ ଦୟାକରି ସାଇଲେଣ୍ଟ ରୁହନ୍ତୁ। ହାଲେଲୁୟା। ଶୁଣନ୍ତୁ, ୟଙ୍ଗଷ୍ଟର ମାନେ, ପୁଅ ଝିଅ ମାନେ,
ଆପଣ ମୋବାଇଲରେ ଯାହା ଦେଖୁଛନ୍ତି ସିଧା ଆପଣଙ୍କର ମନରେ ତାହା ପ୍ରବେଶ କରେ, ଗୋଟିଏ ଛାପ ମନରେ ରହିଯାଏ, ତାହା ଯାଏ ନାହିଁ। ଯାହା ଦେଖନ୍ତି ତାର ସିଧା ପ୍ରଭାବ ଆପଣଙ୍କ ଭିତରେ ପଡେ। ଆପଣ ଭଲ ବିଷୟ ଦେଖିବେ, ଭଲ ପ୍ରଭାବ ପଡିବ। ଅଶୁଚି ବିଷୟ ଦେଖିବେ, ଅଶୁଚି ପ୍ରଭାବ ପଡିବ। ଖରାପ ବିଷୟ ଶୁଣିବେ, ଖରାପ ପ୍ରଭାବ ପଡିବ। ଆଜ୍ଞା, ଆପଣ ପ୍ରତିଦିନ ଗୋଟେ 2 ଘଣ୍ଟା ଲେଖାଏଁ ଈଶ୍ୱରଙ୍କ ବାକ୍ୟ ସହିତ ସମୟ କ୍ଷେପଣ କରିବେ। ଈଶ୍ୱରଙ୍କ ବାକ୍ୟର ଶକ୍ତି କି ଆପଣ ଜୀବନରେ ଅନୁଭବ କରିବେ ନାହିଁ। ଆସକ୍ତି ଭାବକୁ ବଦଳାନ୍ତୁ। ଆଜି ମତେ ଟିକେ ମନେ ମନେ କହିକି ଉତ୍ତର ଦିଅନ୍ତୁ, ଆପଣ ମୋବାଇଲର ବନ୍ଧନରେ ବନ୍ଧା ହେଇକି ନାହାନ୍ତି ତ? ବହୁତ ବଡ଼ ବିଷୟ ଅଟେ। ଅନେକ ହାଲୁକାରେ ନେଉଛନ୍ତି। ଚିଟ୍ କଲେ ମୋବାଇଲ, ମିଟ୍ କଲେ ମୋବାଇଲ, ମୋବାଇଲ ବିନା ବଞ୍ଚିବା ଅସମ୍ଭବ ପ୍ରାୟ ହୋଇଯାଇଛି। My question, where is God in your day-to-day life? ବାଇବେଲ ପାଇଁ ଆପଣଙ୍କ ପ୍ରତିଦିନ ଜୀବନରେ କେତେ ସମୟ ରଖିଛନ୍ତି? ମୋବାଇଲ କି ଆପଣଙ୍କୁ ପରିତ୍ରାଣ ଦେବ? ଖ୍ରୀଷ୍ଟିଆନ ଜୀବନ କେବଳ ଖ୍ରୀଷ୍ଟଙ୍କର ଦାସ ହୋଇ ରହିବା ଜୀବନ ଅଟେ, ମୋବାଇଲର ନାହିଁ ନା। My Christian dear people of God, ମୋର ପ୍ରଶ୍ନ, ପରମେଶ୍ୱର କି ଆମର ବ୍ୟବହାର ଦ୍ୱାରା ଆଜି ସନ୍ତୁଷ୍ଟ ଅଟନ୍ତି? Is God really pleased? ପ୍ରଭୁ କି ମୋର ମୋବାଇଲ ବ୍ୟବହାର ଦ୍ୱାରା ଖୁସି ଅଟନ୍ତି? ମୋବାଇଲର କଥା ଶୁଣିବା ପାଇଁ, ମୋବାଇଲକୁ ଦେଖିବା ପାଇଁ ମୁଁ ଏତେ ପାଗଳ ଯାହା ମତେ ବର୍ବାଦ କଲାଣି, ନଷ୍ଟ କଲାଣି। ମା ବାପା ମାନେ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣ ମାନେ ଯଦି ସିରିୟସ୍ ହେବେ ନାହିଁ ନିଜର ପୁଅ ଝିଅର ଭବିଷ୍ୟତ ଜୀବନ ନିମନ୍ତେ, ତାପରେ ମୁଁ କହିବା ପାଇଁ ଚାହୁଁନାହିଁ। ପୁରାତନ ନିୟମର ସାଧୁମାନେ ଆପଣ ପୁଅ ଝିଅ ମାନଙ୍କ ନିମନ୍ତେ ପ୍ରଭାତରେ ଉଠି ନୈବେଦ୍ୟ ଉତ୍ସର୍ଗ କରୁଥିଲେ। ପଢନ୍ତୁ 1:5 ଆୟୁବ। ପୁଣି ପାଳିକ୍ରମେ ସେମାନଙ୍କ ଭୋଜନ ଦିନ ଗତ ହୁଅନ୍ତେ ଆଇବ ସେମାନଙ୍କୁ ଡକାଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ସଂଖ୍ୟା ଅନୁସାରେ ହୋମ ବଳି ଉତ୍ସର୍ଗ କଲା। ଅତି ପ୍ରଭାତରେ ଆଇବ ଉଠୁଥିଲେ ଆଉ ନିଜର ପୁଅ ଝିଅ ମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ, ଈଶ୍ୱରଙ୍କ ଠାରେ ଖେଳ ଗଣନ କରୁଥିଲେ। ଆମେ ମାନେ ଲାଷ୍ଟ ପଦ ଟିକେ ପଢ ବାବୁ, ତାପରେ ମୁଁ ବଢୁଛି। କାରଣ ଆଇବ କହିଲା, ହୋଇପାରେ ଆମ୍ଭର ପୁତ୍ର ମାନେ ପାପ କରି ହୋଇପାରେ ମୋର ପୁଅ ଝିଅ ମାନେ ପାପ କରିଥିବେ। ବସ୍। ଆଚ୍ଛା, ବାଳକ ମହାଶୟ ମାନେ ଟିକେ ହେଲ୍ପ କରିବେ। ଆୟୁବ କନଫର୍ମ ଥିଲା କି ତାର ପୁଅ ଝିଅ ମାନେ ପାପ କରିଛନ୍ତି ବୋଲି? ଟିକେ ଉତ୍ତର ଦିଅନ୍ତୁ। ଆଜ୍ଞା, ଥିଲା ନାଇଁ? ଆୟୁବ କହୁଛି ହୋଇପାରେ, it might be, I'm not sure about that। ହେଲେ ଆମେ ମାନେ ସିଓର ଅଟୁ ନା ନାହିଁ? ମୋର ପୁଅ ଖରାପ ବୋଲି, ମୋର ଝିଅ ଠିକ ନାହିଁ ବୋଲି, ସେ ପାପରେ ଅଛି ବୋଲି। ପୁରାତନ ନିୟମର ବ୍ୟକ୍ତି ଆଣ୍ଠୁ ପାତୁଥିଲେ, ଅଶ୍ରୁ ଝରାଉଥିଲେ, ନିଜର ସନ୍ତାନ ସନ୍ତତି ମାନଙ୍କୁ ପବିତ୍ରତାରେ ରଖିବା ପାଇଁ, ବିଜୟ ଜୀବନରେ ରଖିବା ପାଇଁ, ଅଶୁଚି ହେବାକୁ ନ ଦେବା ପାଇଁ। ଆଉ ଆମେ ଭଲରେ ଜାଣିଛୁ କେତେ ଆଣ୍ଠୁ ଚୁକେଇ ଜାଣେ। ଆପଣ ନିଜେ ମା ବାପା ମାନେ ଦୟାକରି ଶୁଣନ୍ତୁ, ଆପଣ ନିଜେ ଯଦି ବିଜୟ ଜୀବନର ଆଦର୍ଶ ପରିବାରରେ ଦେଖେଇବେ ନାହିଁ ତ ପୁଅ ଝିଅ ମାନେ ବିଜୟ କେମିତି ହେବେ? ସେମାନେ ବିଜୟ?
ଆମେ ବାପା ମାନେ କେତେ ଜଣ କହିପାରିବା ମୁଁ ପ୍ରତିଦିନ ବର୍ଷକୁ ସବୁଦିନ ସକାଳୁ ଉଠୁଛି ପ୍ରାର୍ଥନା କରୁଛି ବାଇବଲ ପଢୁଛି ବୋଲି ନା ଖାଲି ଅର୍ଡର ମାରୁଛି ପଢେ 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 ବୋଲି ଏଇଟା କି ଆଦର୍ଶ ଯୋଉମାନେ ମୋବାଇଲ ଦ୍ୱାରା ଆସକ୍ତ ହେଉଛନ୍ତି ଆପଣମାନେ ବିନାଶକୁ ଟାଣି ଆଣୁଛନ୍ତି ସାବଧାନ ବିନାଶରେ ଯେ ଆପଣ ମାନେ ପଶି ନ ଯାଆନ୍ତୁ ଏଣୁ ମହାମହିମ ଈଶ୍ୱର ଆମମାନଙ୍କୁ ସୁନ୍ଦର ଅବକାଶ ଦେଇଛନ୍ତି ବିଜୟ ଯାତ୍ରା ମହୋତ୍ସବ କରିବା ପଛରେ ମୁଖ୍ୟ ଉଦ୍ଦେଶ୍ୟ ଏହା ଅଟେ ଯେ ପ୍ରତ୍ୟେକ ଖ୍ରୀଷ୍ଟାଶ୍ରିତ ବିଶ୍ୱାସୀ ବିଜୟୀକୁ ଜୀବନରେ ପାଇବା ଦରକାର ମୁଁ ବହୁତ ଆନନ୍ଦିତ ହେଲି ମୁଁ ମୋର ଛୋଟିଆ ଅନୁଭୂତିରେ ଓଡ଼ିଶା ସାରା କୋଉଠି ଦେଖି ନାହିଁ ବିଜୟୀ ଯାତ୍ରା ବୋଲବାଟା ଥିବ ମୁଁ ଜାଣି ନାହିଁ କେତେ ସୁନ୍ଦର ମତ ଅଟେ କେତେ ସୁନ୍ଦର ଲକ୍ଷ୍ୟ ଏ ନାମରେ ନ ରହୁ ଏକୁ ଅନୁଭବ କରିବା ବ୍ୟକ୍ତି ଆମେ ହେବା ଦରକାର ଆସକ୍ତି ଭାବକୁ ବଦଳାନ୍ତୁ ପ୍ରଥମ କଥା ମୋବାଇଲ ଦ୍ୱାରା ବନ୍ଧା ହେଇଯାଇ ନାହିଁ ତ ବାହାରନ୍ତୁ ସମୟ ଥାଉ ଥାଉ ଅନେକ କହନ୍ତି ଫୋନ କରି ଆଜ୍ଞା ଆମେ ଅମୁକ ଦାସଙ୍କର ମେସେଜ ଶୁଣିଲୁ ଆପଣଙ୍କର ବାକ୍ୟ ଶୁଣିଲୁ ତାଙ୍କର ବାକ୍ୟ ଶୁଣିଲୁ ଆମ ଜୀବନରେ ଏଇ ବିଷୟ ସଂଶୋଧିତ ହେଲା ପ୍ରଭୁଙ୍କ ଲୋକମାନେ ଅର୍ଥାତ୍ ବାକ୍ୟ ପଢିବା ଦ୍ୱାରା ବାକ୍ୟ ଶୁଣିବା ଦ୍ୱାରା ଏଇ କାନରେ ଶୁଣ ଏଇ ଆଖିରେ ଦେଖ ଏହା ଦ୍ୱାରା ଆମ ଜୀବନରେ ପ୍ରଭାବ ପଡିଛି ତେବେ ତାହା ପ୍ରତି କାହିଁକି ଆସକ୍ତି ଭାବ ନାହିଁ ଯାହା ଆମର ଜୀବନକୁ ବରବାଦ କରୁଛି ଯାହା ଆମକୁ ନଷ୍ଟ କରୁଛି ସେଥିରେ ଆମେ ଏଠି ମାତା ନେଇକି ଅଛୁ ମୋବାଇଲ ମଦୁଆ ବୋଲି କୁହାଯିବ ଅଲଗା ଭାଷାରେ କହିଲେ ପାଣି ମଦ ନାହିଁ ମୋବାଇଲ ମଦ ଦୁଃଖର କଥା ଅଟେ ଆଉ ଗୋଟେ ପୁତ୍ରଙ୍କ ସମ୍ବନ୍ଧ ଲେଖାଯାଏ ଦ୍ୱିତୀୟ ସାମୁଏଲ ତାଙ୍କର 13 ଅଧ୍ୟାୟ ପ୍ରଥମ ପଦ ଦ୍ୱିତୀୟ ସାମୁଏଲ 13 ଅଧ୍ୟାୟ ପ୍ରଥମ ପଦ ଏଥି ଉତ୍ତାରେ ଏହି ଘଟଣା ହେଲା ଦାଉଦଙ୍କର ପୁତ୍ର ଅବସାଲୋମର ତାମର ନାମରେ ଏକ ସୁନ୍ଦରୀ ଭଗିନୀ ଥିଲା ତାହା ପ୍ରତି ଦାଉଦଙ୍କର ପୁତ୍ର ଅମନ କାମାସକ୍ତ ହେଲା ଏଠାରେ ଆଉ ଗୋଟେ ଆସକ୍ତି ଭାବ ଲେଖା ଅଛି କାମାସକ୍ତ କାମୁକତାରେ ଆସକ୍ତ ଅଶୁଚି ବିଷୟରେ ଆସକ୍ତ ଏମାନେ କି ବନ୍ଧନ ମୁକ୍ତ ଲୋକେ ଏମାନଙ୍କର ବନ୍ଧନ ଛିଣ୍ଡିଛି କି ଯେ ଯୀଶୁ ଆରୋହଣ କରିବେ ଭେଣ୍ଡିଆ ମାନେ ଅପେକ୍ଷାରେ ଥାନ୍ତି କେତେବେଳେ ଟିକେ ରାତି ହେବ ପରା ବୋଲେ କାହିଁକି ଶାରୀରିକ ଯୋଉ ଅଭିଳାଷଙ୍କୁ ବ୍ୟକ୍ତିବ୍ୟସ୍ତ କରି ପକାଉଛି ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ଚକ୍ଷୁ ଲାଳାୟିତ ପାଗଳ ତୃଷିତ ଦାଉଦଙ୍କ ପରି ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ ନାହିଁ ଈଶ୍ୱରଙ୍କୁ ଦେଖିବା ପାଇଁ ନାହିଁ ଭାଇ ଭଉଣୀ ମାନେ ପ୍ରଭୁଙ୍କ ଲୋକମାନେ ଆପଣ ଯାହା ଦେଖିକି ଆନନ୍ଦ ପାଉଛି ବୋଲି ଭାବୁଛନ୍ତି ମଶାଙ୍କ ପାଖରେ ଯଶୋବଙ୍କ ପାଖରେ ଅଫର ହିଁ ଅଫର ଥିଲା ତା କରିବା ପାଇଁ ପାଇବା ପାଇଁ ହେ ମାନେ କଲେ ତିରସ୍କାର କଲେ ଡିନାଇ କଲେ ସେମାନେ ଚାହିଁଲେ ନାହିଁ ଯଦି ସେମାନେ ଜାଣିଥିଲେ ଏ ଆମ ଜୀବନକୁ ନଷ୍ଟ କରିଦେବ ଏ ଅଳ୍ପ ମାତ୍ର ସୁଖ ଦିଏ ଅନନ୍ତ କାଳ ଦୁଃଖ ଠେଲିଦେବ ଆଜ୍ଞା pornography masturbation କାମୁକତା ଏତେ ଆସକ୍ତ ନ ଦେଖିଲେ ରହିହବ ନାହିଁ ପୁଣି ଦ୍ୱାରା ଆମେ କେତେ ବିଜୟକୁ ପାଇପାରିଲୁ ଯାହା ରାତିରେ ଏକାକି କମଳ ଢାଙ୍କି ଦେଖି ଯାଉଛୁ ଆମକୁ ହେଲ୍ପ କରୁଛି ପବିତ୍ର ହେବା ପାଇଁ ସେପରି ବ୍ୟକ୍ତି କି ବନ୍ଧନରେ ନାହାନ୍ତି ପ୍ରଭୁଙ୍କ ଲୋକମାନେ
ଧନ୍ୟ ସେ ଈଶ୍ୱରଙ୍କ ହୃଦୟ କିଏ ଆଜ୍ଞା ଆମେ ତାଙ୍କ ଉପସ୍ଥିତିକୁ ଆସିବୁ ଆମ ପାଖରେ କଣ ଅଛି ଆଜ୍ଞା ଆମର କୋଉ ବିଷୟ ଭଲ ଆଜ୍ଞା ଏତେ ଦୟା ଆମ ପ୍ରତି ସବୁଦିନ ଜାଣି ଜାଣି କାମ କତାର ବିଷୟରେ ଆସକ୍ତି ହେବା ପରେ ମୁଁ ତ ଛାଡୁନାହାନ୍ତି କିଛି ଲୋକମାନଙ୍କୁ ମୁଁ ଆଖିରେ ଦେଖିଛି ପାଖରୁ ଦେଖିଛି ସବୁ ବିଷୟରେ ଆକ୍ଟିଭ ଗୀତରେ ବି ଆକ୍ଟିଭ ବାଜାରରେ ବି ଆକ୍ଟିଭ ଚର୍ଚ୍ଚ କାମରେ ବି ଆକ୍ଟିଭ କମିଟିରେ ବି ଆକ୍ଟିଭ ବାଇବଲରେ ବି ଆକ୍ଟିଭ ଆଉ ପାପରେ ମଧ୍ୟ ଆକ୍ଟିଭ ବିଚିତ୍ର ଦଳ ଅଛନ୍ତି ସବୁ ବିଷୟରେ ଆକ୍ଟିଭ ହେଲେ ଚଳିବ ନାହିଁ ପାପରେ ଶୂନ୍ୟ ହେବାକୁ ପଡିବ ଈଶ୍ୱର ବିଷୟରେ ସକ୍ରିୟ ବାକି ସବୁ ବିଷୟରେ ଯାହା ଆମକୁ ବିନାଶ ଆଡକୁ ଫେଲି ଦଉଛି ସେଥିରେ ଆମେ ଜିରୋ ଆକ୍ଟିଭ ରହିବା ଦରକାର କାମାସକ୍ତ କାମୁକତାର ଆସକ୍ତ ତାକୁ ନ ଦେଖିଲେ ପୁଣି ରହି ହେଉନାହିଁ ଆଚ୍ଛା ସିଏ ଏକା କୃଷରେ ଝୁଲିଛି କି ସ୍ପେଶାଲ ୟୁଥ କଂଗ୍ରେଗେସନ ନାହିଁ ତ ମୁଁ କହିପାରୁନାହିଁ ଅଦ୍ଭୁତ କେତେ ଲୋକମାନଙ୍କୁ ମନଉଛି ଶୁଣୁଛି କାହାଣୀ ନିଜ ଗାଁରେ ଗୋଟିଏ ଆଉ ପଞ୍ଚାୟତର ଗୋଟିଏ ଅଫିସରେ ଗୋଟିଏ ଏଇଟା କି ଆତ୍ମା ଧରିଛି କବିତା ଆତ୍ମା ଆଜ୍ଞା ଖ୍ରୀଷ୍ଟଙ୍କର ଆତ୍ମା ସମୟ ଥାଉ ଥାଉ ତାଙ୍କର ଶୁଣିବା ବେଳେ ଯଦି ଫେରିବେ ନାହିଁ ଭୟଙ୍କର ବିନାଶ ବନେଇ ଆସୁଛି ଏତେ ଯଦି ଇଚ୍ଛା ଥିଲା ମ୍ୟାରେଜ କଲେ କାହିଁକି ସ୍ତ୍ରୀକୁ ଦୁଃଖ ଦେବା ପାଇଁ ପରିବାରକୁ ବଦନାମ କରିବା ପାଇଁ ମଣ୍ଡଳୀର ନାମକୁ କଳଙ୍କ ଲଗାଇବା ପାଇଁ ଖ୍ରୀଷ୍ଟଙ୍କ ନାମ ବିଜାତି ମାନଙ୍କ ମଧ୍ୟରେ ଅପମାନିତ କରିବା ପାଇଁ ଏଇଟା କି ବିଚାର ଅନୁଭବ ୟାଙ୍କର କଥା ମୁଁ କହିପାରୁନାହିଁ ଅମନର କଥା କାମ ସତ୍ୟ ହେଇକି ଅଛି ଆପଣ କଣ ଦେଖୁଛନ୍ତି ଆପଣଙ୍କ ହୃଦୟ କଣ ଚାହୁଁଛି ସଭାକୁ ଆସିବା ପଛରେ ଉଦ୍ଦେଶ୍ୟ କଣ ପରମେଶ୍ୱର ସବୁ ଜାଣନ୍ତି ଆପଣ ଆମକୁ ଠକି ପାରିବେ ଆଜ୍ଞା ତାଙ୍କୁ କିଏ ଠକିବ God cannot be mocked ପରମେଶ୍ୱର ବିଦ୍ରୁପର ପାତ୍ର ନୁହନ୍ତି ଠକି ପାରିବେ ନାହିଁ କାମ ସତ୍ୟର ବନ୍ଧନରେ ପାପର ବନ୍ଧନରେ ଯଦି ବନ୍ଧା ହେଇଛନ୍ତି ପରମେଶ୍ୱର ଚାହୁଁଛନ୍ତି ଆଜି ମୁକ୍ତ କରିବା ପାଇଁ ଯଦି ଆପଣ ସରେଣ୍ଡର ହେବେ ଶିଷ୍ୟମାନଙ୍କୁ ପଠାଇଲେ ମୁକ୍ତ କରିବା ପାଇଁ ଶିଷ୍ୟମାନେ ଗଲେ ବନ୍ଧନ ଫିଟାଇଲା ବେଳେ ଗଧ ସତଗ୍ରୀ ପାଇଁ ରହିଲେ ନାହିଁ କାଣି ଅଟାରେ ହେଲେ ନାହିଁ ଆପଣଙ୍କୁ ଦେଇଦେଲେ ହଁ ମୁଁ ବନ୍ଧନରେ ଅଛି ଏହା ସେ ଜାଣିଲେ ଆପଣଙ୍କୁ ସମର୍ପଣ କଲେ ଏଥିପାଇଁ ବନ୍ଧନରୁ ମୁକ୍ତି ପାଇଲେ ଈଶ୍ୱରଙ୍କ ବାକ୍ୟ ଶୁଣିବା ବେଳେ ଯଦି ଆମେ ତାହା ନିଜ ନିମନ୍ତେ ଗ୍ରହଣ କରିବା ନାହିଁ ନିଜ ନିମନ୍ତେ ଗ୍ରହଣ କରିବା ନାହିଁ ଅନ୍ୟ ନିମନ୍ତେ ବୋଲି ଭାବୁଥିବା କେବେ ଆମେ ବନ୍ଧନରୁ ମୁକ୍ତି ପାଇପାରିବା ନାହିଁ ଏବଂ ସେ ଆମ ଉପରେ ଆରୋହଣ କରିପାରିବେ ନାହିଁ ବିଜୟକୁ କେବେ ଅନୁଭବ କରିପାରିବା ନାହିଁ କେତେ ଲୋକ ଠିକା ନେଇଛନ୍ତି କଣ ଠିକା ଟେଣ୍ଡି ହେବା ଠିକା ସକାଳୁ ଉଠିଲେ ଟିକେ ପଢିଥିବାର ଅଛି ସଞ୍ଜବେଳେ ଟିକେ ପଢୁଥିବାର ଅଛି ଅଫିସରୁ ଫେରିଲା ବେଳକୁ ଟିକେ ପକେଇ ଦେଇ ଫେରିବି ପଢିଲା ତ ଟିକେ ପ୍ରଥମ କରିନ୍ଥିୟ ତହିଁର 6 ଅଧ୍ୟାୟ ତହିଁର 10 ପଦ କି ଭୂମନ୍ତନକାରୀ କି ଚୋର କି ଧନଲୋଭୀ କି ମତୁଆଳ କି ନିନ୍ଦକ କି ପରଦ୍ରବ୍ୟ ଲୁଣ୍ଠନକାରୀ ଏମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ
प्रिय भाई मैंने ଆପଣ ଯୋଉ ପିଉଛନ୍ତି ତାହା କେତେ ଠିକ କରୁଛନ୍ତି ଏହା କେଉଁ ଆତ୍ମିକତାର ଲକ୍ଷଣ ଅଟେ ଆପଣ ପିଇବା ଦ୍ୱାରା କଣ ପାଇଲେ କେଉଁ ଶାସ୍ତ୍ର ଅନୁମୋଦନ କରୁଛି ଆପଣଙ୍କୁ ଧରିବା ପାଇଁ କାଚ ଆମର ଗୁରୁକୁ ଆପଣ କେତେ ଜାଣିଲେ ସ୍ତ୍ରୀ କି ଦୁଃଖ ଦେବ ଏତେ ଆମକୁ ଭଲ ଲାଗିଲା ଯେ ପିଉଛନ୍ତି ମୁଁ ଯଦି ପଚାରିବି ଆପଣ ଖ୍ରୀଷ୍ଟିଆନ କି ଚାରିଟା ହାତ ଉଠେଇବେ ହଇ ଆଜ୍ଞା ବୋଲି ବାଇବଲ ପଢିଛ କି ହଁ ଆଜ୍ଞା ପଢିଛୁ ନହେଲେ ମଧ୍ୟ ଶୁଣିଛୁ ହେଲେ ମଧ୍ୟ ମାନେ କୋଉଠିକୁ ଯିବେ କି ଗାଁ ଏଇଟା କି ଗାଁ किसी जाकेसीरे विजय यात्रा स्टीफेन माने कि को आगे माने मैडम माने तुमको बंद कर पारे कासो नहीं बोली कि करि पारबे नहीं सॉरी टू से स्वर्गराज गेट रे स्टीफेन माने थिले ना कि आगे माने न थिले पाप करी करी हमको जोड़ इच्छा हमें सारा जाई परिबो मद पीपी आपको जुआड़े आपण साड़े जाई परिबे नो वन कैन स्टॉप यू के उठे परिबे नहीं ता बोली मद पीपी पवित्र राज्य में पळिबे कि आपण आमे केते जण कहले जे मद मु छुई नाही बोली एटलिस्ट परित्याग पाइया दिन ठरू बाप्तिजित हेबा दिन ठरू पुरे घुसु नहीं गुड़ा को धर नहीं सिगरेट टाणु नहीं निशारे नहीं अद्भुत घटना गुड़ाक देखा जाउछि एबे रिसेंटली मते आज बधे के गुटे कहले की निशा धरि आज्ञा से मानक मो पशु नहीं टाइम मते अलाउ करू नहीं मुई पाप के पाप जानी पारू नहीं निशा धरिछि को केउ राज्य जीवा पे बाहरी छंदी एमाने की बंधनर मुक्ति पाई छंदी ते दुखर कथा अटे विवेक मृत्यु कि आमर हार्ट बोली किछि नाही कि हृदय बोली किछि नाही कि पशु कि आमे जानी पारुना कि पानी की सेटा ना खीर ए बिचारी स्त्री की पाप कला आज्ञा तो मत भी आसो घर को तो मैरेज हेलो काई कि मत बुझा पड़ला नहीं किछि कांदो छिया अंतर तो मुझे तो मैरेज हेलो नतला हेलो काई कि मत भी लोग मैरेज हो तुम्हें ओहो इने की विजय अनुभवी मद काचरे मद दुकान रे लेखाई जाउछ पुरा फुटी जाइछि आखि हमर दुसु नहीं कि आखि स्वास्थ्य पक्षे अतीव लाभदायक बोली लेखाई बोधे लागुची नाई तो अतीव लाभदायक बारियाडू भाई मैंने मुंडा मार बोले मारबी दया करी समय थाउ थाउ अपना जीवन को सजाड़ंतु विजयी बोली कबे आज हम विषय को आजबो से मद देखु नहीं मद छू नहीं निशा धरी नहीं निशार शक्ति नहीं आमर स्त्री कहबार अछि आम घर लोक कहबार अछि मंडली कहबार अछि परित्राणकर्ता आसीथिले सेतेबेले जो आसीथिले दया देखाइले करुणा देखाइले दयारे विगलित हेले एबे दया देखैबा को आसुछन्ति
ରାଣ ଦେଖାଇବାକୁ ଆସୁଛନ୍ତି କି? ପିଇଦେ ବାପା, ମୋର ପିଲା ପରା, ମୋର ସୁନା, ମୋର ଧନ, ପିଇଦେ। ତୁ ପିଇ ସାରିଲା ପରେ ମୁଇଁ ତତେ ଉଡେଇକି ନେବି। ସେ ଆସିଥିଲେ ପରିତ୍ରାଣର ସତ୍ୟତା ଜଣାଇବା ପାଇଁ। ଏବେ ଆସୁଛନ୍ତି ଯେଉଁମାନେ ପରିତ୍ରାଣର ସତ୍ୟତାକୁ ଜ୍ଞାତ କରି ଆପଣ ଜୀବନରେ ତାକୁ ଆପଣାଇଛନ୍ତି, ତଦନୁସାରେ ବଞ୍ଚୁଛନ୍ତି, ସେମାନଙ୍କୁ ଉଠାଇ ନେବା ପାଇଁ। ମଦ ଗୁଡେ ଛାଡୁନୁ, ଆମେ ନିଶା ଛାଡୁନୁ। କିଛି ଅଞ୍ଚଳର କଥା କଣ କହିବି ଆଜ୍ଞା? ପାଟିରେ ଧରି ଦେଇଥିବେ ଆଉ ଆସିଥିବେ ରିସିଭ କରିବାକୁ। ଭାବନ୍ତୁ, ମଣ୍ଡଳୀର କର୍ମଚାରୀ ମାନେ, ସେମାନେ କମିଟି ମେମ୍ବର୍ସ ମାନେ। ଥ୍ୟାଙ୍କ ଗଡ୍ ଏଠି ସେମିତି ଲୋକ ମିଳିନାହାନ୍ତି। ବହୁତ ଆନନ୍ଦିତ ହେଲି ମୁଁ। ପାପ ରୂପ ଦୌଡ଼ିରେ ବନ୍ଧା ହୋଇଥିବା ବ୍ୟକ୍ତିର ଜୀବନରେ ସେ ଆସିପାରିବେ ନାହିଁ। ସେ ବ୍ୟକ୍ତିଙ୍କୁ ସେ ସମ୍ମାନିତ କରିପାରିବେ ନାହିଁ, ତାଙ୍କ ଗତିକୁ ନେଇକି ଯାଇପାରିବେ ନାହିଁ। କେତେ କାଳ ଆପଣ ନିଶାରେ ଆସକ୍ତି ହେଇକି ରହିବେ ଆଜ୍ଞା? କେତେ କାଳ ଦୁଃଖ ଦେବେ ସ୍ତ୍ରୀଙ୍କୁ, ପରିବାରକୁ? କେତେ କାଳ ବଦନାମକୁ ଆପଣାଉଥିବେ, ଅପମାନକୁ ସଞ୍ଚୟ କରୁଥିବେ, ଦେହକୁ ଖରାପ କରୁଥିବେ, ପଇସା ସାରୁଥିବେ, ଇନକମ ଚାଉଳ ସରେଇବାଟା ସବୁ ଦୁଃଖର କଥା ଅଟେ। ମତୁଆଳ ମାନେ କୋଉଠି ବାବୁ ସ୍ଥାନ ପାଇବେ? ଜଲ୍ଦି କୁହ। ସ୍ୱର୍ଗ ରାଜ୍ୟରେ ସ୍ଥାନ ପାଇବେ। ଆଉ ଟିକେ ଜୋରସେ କୁହ। ସ୍ୱର୍ଗ ରାଜ୍ୟରେ ସ୍ଥାନ ପାଇବେ ନାହିଁ। ଆଉ ଟିକେ ଜୋରସେ କହିଲେ ସମସ୍ତେ ଶୁଣିଥାନ୍ତେ। ମଦୁଆ ମାନେ ବୋଲି କୋ ବୋଲଛି ବୋଲି ତମେ ପ୍ୟାପି କରିନ ପରା। ଜୋରସେ କୁହ। ପ୍ରଭୁଙ୍କ ରାଜ୍ୟରେ ସ୍ଥାନ ପାଇବେ ନାହିଁ। ଆଜ୍ଞା ତମେ ଟିକେ କହିଲ। ସ୍ୱର୍ଗ ରାଜ୍ୟରେ ସ୍ଥାନ ପାଇବେ ନାହିଁ। ହାଲେଲୁୟା। ଯେତେ ଲୋକ ପିଉଛ ଧ୍ୟାନ ଦେଇ ଶୁଣିଥାଅ, ସେ କେତେବେଳେ ଆସିବେ ଆମେ ଜାଣି ନାହୁଁ। ଏବେ ବି ଆସିପାରିବେ, ଟିକେ ପରେ ବି ଆସିପାରିବେ, କାଲିକି ବି ଆସିପାରିବେ, କିନ୍ତୁ କଥା ହଉଛି ସେ ଆସିବେ। ଆସିବେ। ମତୁଆ ମାନେ ଉଠା ନାହିଁ। ସାବଧାନ, ସମୟ ଆଜି ଅଛି। ୟାକୁ ବୁଝନ୍ତୁ, ଏହି ବନ୍ଧନରୁ ଉଦ୍ଧାର ପାଆନ୍ତୁ। ଆଉ ଗୋଟେ ଭୟଙ୍କର ବନ୍ଧନ ଅଛି, ସେଟା ବନ୍ଧନ ଠାରୁ ମଧ୍ୟ ଅଧିକ, ସେଟା ଅଗ୍ନି ଅଟେ। ଅଗ୍ନି ବନ୍ଧନ ବୋଲେ ଉଣା ପଡିଯିବ। ଏଥିପାଇଁ ମୁଁ କହୁଛି ସେଇ ବନ୍ଧନ ହଉଛି ପ୍ରେମ। ଏମିତି କରି ବାନ୍ଧି ଦେଇଛି ଆଜ୍ଞା ଆଜି ଲୋକମାନଙ୍କୁ, ଜାଣି ପାରୁନାହାନ୍ତି ସକାଳ କେତେବେଳେ ହଉଛି, ରାତି କେତେବେଳେ ପାହି ଯାଉଛି। ରାତି 10ଟାରେ କଲ୍ ଆସୁଛି, ସକାଳ 4ଟା ହେଲା ପରେ 11, 12, 11, 12, 1, 2, 3, 4, 6 ମିନିଟ ପଡ଼ିଆକା ଲାଗଲା ଆଜ୍ଞା। ପୁଣି କେତେ ଘଣ୍ଟା ବିତେଇଲେଣି ଫୋନରେ? 6 ଘଣ୍ଟା, 5 ଘଣ୍ଟା, ଜଣା ପଡୁନାହିଁ ସମୟ। କେଉଁ ପ୍ରେମର ସତ୍ୟ? ଏ କଣ ଦୌଡ଼ି ନୁହେଁ, ଏ କଣ ବନ୍ଧନ ନୁହେଁ। ସକାଳୁ ଉଠିଲା ଆଜ୍ଞା, ସେ ଇଡଲି ଦୁଷୁ ନାହିଁ ପ୍ଲେଟରେ, ତାର ମୁହଁ ଆକା ଦୁସୁଛି। ପୁଣି ତରକାରୀ ଡାଲିରେ ମଧ୍ୟ ସିଏ ଆକା। ଏକ୍ସାମ ଅଛି, ବହି ପଢିଲା ବେଳକୁ ସେ ପେପରରେ ସିଏ ଆକା ଆଜ୍ଞା। ଫାର୍ଷ୍ଟ ପେଜରେ ସିଏ, ସେକେଣ୍ଡ ପେଜରେ ମଧ୍ୟ ତାର ମୁହଁ ଆକା ଦିଶୁଛି। ରାତିରେ ନିଦ ହଉନାହିଁ ଆଜ୍ଞା। ଆଖି ବୁଝିଦେଲେ ସେ, ଆଖି ଖୋଲିଦେଲେ ସେ। ଏରା ବନ୍ଧନ ନୁହେଁ କି? କେଉଁ ପ୍ରେମ ଆଜି ଆମକୁ ବସରେ ରଖି ଚଳାଉଛି? ପାଉଲଙ୍କର ଅନୁଭୂତିରେ ଆମେ ଆସିପାରିଛେ କି? ଖ୍ରୀଷ୍ଟଙ୍କ ପ୍ରେମ ମତେ ବସରେ ରଖି ଚଳାଉଛି ବୋଲି ପାଉଲ କହିଲେ। କଣ ଷ୍ଟାଣ୍ଡାର୍ଡ ଆଜ୍ଞା। ଭାଇ ଭଉଣୀ ମାନେ, ସମୟ ଚାଲି ଯାଉଥିବାର ମୁଁ ବେଶୀ ବର୍ଣ୍ଣନା କରିପାରୁନାହିଁ। ବନ୍ଧନ ଗୁଡାକ ଟିକେ ସ୍ପର୍ଶ କରି ଯାଉଛି। ବୁଝିବା ହେବେ ଦୟାକରି। କଣ ପାଇଲେ
ପ୍ରେମ କରୁଛୁ ତୁ ମୁଁ ସିଧା କହିବି ଆଜ୍ଞା ମୁଁ ଆପଣଙ୍କୁ ବେଶୀ ପ୍ରେମ କରୁଛି ବୋଲେ ମୁଁ ହାଇ ବୋଲି ରହିବି ନା କାନ୍ଦି କାନ୍ଦି ରହିବି ହାଇରେ ରହିବି କି ନାଇଁ ସାର୍ ଶାନ୍ତିରେ ରହିବା କଥା ନା ନାଇଁ ହେଲେ ଟୁକା ପ୍ରେମ କରୁଛୁ ବୋଲି କାହିଁକି କାନ୍ଦି କାନ୍ଦି ଥାଉଛି ଏ ଝିଅ ପ୍ରେମ କରୁଛୁ ବୋଲି ଖାଇବା କାହିଁକି ଛାଡି ଦେଇଛି ଏଟା ପ୍ରେମ ୟାକୁ କେମିତି ପ୍ରେମ ବୋଲି କୁହାଯିବ কি কথা আজ্ঞা প্রেম হিতজনক प्रेम करूँ बोले क्या बताएंगे कि नहीं समझ में नहीं आ रहा हमको अभी प्रेम करूँ बोले एकला कहीं डाकुची చెప్పండి ଖ୍ରୀଷ୍ଟ ଆପଣର ପ୍ରେମ ଆକାଶ ଆଉ ପୃଥିବୀ ମଧ୍ୟ ଭାଗରେ ପ୍ରକାଶିତ କଲେ ଆଉ ଆଙ୍କେ କିଏ ନ ଦେଖବାର ଅଛି ଆଜ୍ଞା ବାଇବଲ କହୁଛି ପ୍ରେମ କର ବୋଲି ହେଲେ ସ୍ପେଶାଲ ଟୁକିକୁ ଆକା ପ୍ରେମ କର ବୋଲି ଲେଖା ହେଇଛି କି ନା ହେଇଛି ବୋଧେ ରେଭେଲେସନ 50 ର 501 ରେ ପଢ ଜଲ୍ଦି ବାହାର କର ଓ ମାଇ ଗଡ आज्ञा बाहर करूछंती आज्ञा मोर ड्राइवर काई रेवलेशन 50 पुणी अछि आ 501 मध्ये खोजुछंती तांबुछंती ई बुआ केता करबी बोमी एबे केनाडे पळी आछि के जाने This is the reality. এটা আমার বাস্তবিকতা আজ্ঞা কোনটি অଛୁ আমি কোন কুহাଯିବ এটা কি আমার বন্ধুর মুক্ত অবস্থা ভাই ভଉଣୀ ମାନେ ପ୍ରେମ ବୋଲି ଭାବି ପ୍ରେମରେ ପାଗଳ ହୋଇଛନ୍ତି କେତେ ରାତି ଶାନ୍ତିରେ ଶୋଇଛନ୍ତି ନିଜକୁ ପଚାରନ୍ତୁ କେତେ ଆନନ୍ଦରେ ବଞ୍ଚି ପାରୁଛନ୍ତି କେତେ ଶାନ୍ତିରେ ରହି ପାରୁଛନ୍ତି ଏଟା ପ୍ରେମ ନା ନିଦ ମାରବା ଔଷଧ ଏଟା ପ୍ରେମ ନା ଫାଶୀ ହୋଇ ଆଜ୍ଞା ଆମର ପରପତ୍ର ଉଚକି ହେଇ ବୋଲିବେ ପରା ଏଟା ପ୍ରେମ ନା ଉଚକି ହେଇ ମୋର ବୋଲି ମାଧ୍ୟମ ଦେଖେଇବାଟା କୁଆଡେ ଅଛି ଆମର ସମାଜ କୋଉଠି ଆମେ ବନ୍ଧାଇକି ପଡିଛେ ଖ୍ରୀଷ୍ଟଙ୍କ ପ୍ରେମକୁ ଏକ ବ୍ୟକ୍ତି ଯଦି ଆସ୍ୱାଦନ କରିବେ ସେ ତାଙ୍କ ସହିତ ସର୍ବଦା 24/7 ଆନନ୍ଦରେ ରହିବେ कौन थिले आनंद न थिले आनंद पळिले आनंद थिले आनंद सरीगले आनंद न सरीले मध्य आनंद एहा अटे प्रकृत प्रेम आपण प्रेम करूछंदी बोली केते आनंद रछंदी आज्ञा शैतान को हम खुशी करूछे शैतान हसुचे हमको देखि प्रेम रा सत्य कौन पाइले देह खराब है मन खराब है खाइबा बंद है निद पलैला रोग आसला भविष्य खराब है नाम बदनाम है माँ बापा मुंड तौक पड़ा मंडल अंतर हेले बेसी बेसी गाँ छाड़ी पलैले लाभ प्रेम पड़ू कि तार बिना रही पारि नहीं अरे बाप रे की पागल में ଖ୍ରୀଷ୍ଟଙ୍କ ପ୍ରତି ଯେ ପ୍ରକୃତରେ ବାସ୍ତବ ପ୍ରେମିକ ଅଟନ୍ତି ତାଙ୍କ ପ୍ରତି ଏଇ ଶବ୍ଦ ଏଇ ଲାଇନ ଏଇ ବାକ୍ୟ ମୋର ହୃଦୟରୁ କେବେ ବାହାରିଛି ତୁମ ବିନା କେବେ ବାହାରିଛି ତାଙ୍କ ପାଇଁ ତ ଟାଇମ ହିଁ ନାହିଁ ଆଜ୍ଞା ଆମ ପାଖରେ ଯଦି ବା ଟାଇମ ବାହାର କରୁଛେ ମାଗିବାରେ ସାରି ଦଉଛେ এইটা আমার প্রেম সম্পর্ক খ্রিস্টଙ୍କ সহিত প্রথম সত্য
ମୋବାଇଲ, ଦ୍ୱିତୀୟରେ କାମ ସତ୍ୟ, ତୃତୀୟରେ ନିଶା ସତ୍ୟ, ଚତୁର୍ଥରେ ପ୍ରେମରେ ଆସକ୍ତ। ଯଦି ଆପଣଙ୍କର ପ୍ରେମର ବିଷୟକୁ ସଜାଡ଼ିବେ ନାହିଁ, ବର୍ବାଦୀ ଜଗିକି ବସିଛି ଆପଣଙ୍କୁ ଗ୍ରାସ କରିବା ପାଇଁ। ଯେଉଁ ପ୍ରେମ ଆପଣଙ୍କୁ ଖ୍ରୀଷ୍ଟଙ୍କ ପରି ହେବାକୁ ଦେଉନାହିଁ ତାହା ପ୍ରେମ କି? ଯେଉଁ ପ୍ରେମ ଆପଣଙ୍କର ଆତ୍ମିକତାକୁ ମାରି ଦେଉଛି ତାହା ପ୍ରେମ କି? ଯେଉଁ ପ୍ରେମ ଆପଣଙ୍କ ଶରୀରକୁ ନଷ୍ଟ କରୁଛି ତାହା ପ୍ରେମ କି? ତାହା ବିଷ ଠାରୁ କମ୍ ନାହିଁ। ଅଦ୍ଭୁତ ପିଲାମାନଙ୍କୁ ମୁଁ ଦେଖିଛି। ଆଜ୍ଞା କଣ ଗୀତ କହିଲେ ଆପଣ? ବାଟୋଇ, ଗୋଟେ ଲାଇନ କହିଲେ, ବାଟୋଇ କାହିଁ ତୁ ଯାଉଛୁ ଧାଇଁ କି ସୁଖ ପାଇବା ପାଇଁ। ଅଦ୍ଭୁତ ପିଲାମାନଙ୍କୁ ଦେଖିଛି, ସେମାନେ ସିନେମା ଗୀତ ଛାଡ଼ି ଦେଇଥିବେ, ପ୍ରଭୁଙ୍କର ଦାସମାନେ ଗୀତ ଗାଇଲା ବେଳକୁ ଆର ବାଟୋଇ କିଏ, ତାର ସେଟିଂ ବାଟୋଇ କାହିଁ ତୁ କୁଆଡ଼େ ପଳିଲୁ ଧନ ତୁଇ, ତାକୁ ଯାଇ ତୁ ଶୁଣୁଛି ସକାଳଠୁ ଆସିକି ମୁଁ ଜଗୁଛି ତତେ। ଏ ବାଟୋଇ ଗୀତ କାହାର ପାଇଁ ଗାଉଛି ଏବେ? ଏମିତି ଲୋକ ବି ଅଛନ୍ତି ଆଜ୍ଞା। ଭାବନ୍ତୁ, ପ୍ରଭୁଙ୍କ ଦାସ ପ୍ରଭୁଙ୍କ ଠାରୁ ପ୍ରକାଶନ ପାଇ ଗୀତ ଲେଖି ତାକୁ ରିଲିଜ କଲେ, ଏଇ ଗୀତ ଶୁଣି ସେଟିଂ ଆଡେ କନେକ୍ସନ ହେଇଯାଉଛି। ମାନେ କୋଉଠି ଅଛନ୍ତି ଦେଖନ୍ତୁ ଏମାନେ। ଅନେକଙ୍କର ସ୍ଥିତି ଏମିତି ଅଛି। ଏମାନେ ସିନେମା ଗୀତ ଶୁଣି କାନ୍ଦିବେ ନାହିଁ, ପ୍ରଭୁଙ୍କର ଗୀତ ଶୁଣି କନେକ୍ସନ ସିଆଡେ କରି କାନ୍ଦି କାନ୍ଦି ବସିଥିବେ। ପଳେଇଲା ଯେ ପ୍ରଭୁ, କେମିତି ହେବି ପ୍ରଭୁ ମୁଁ। ଗୋଟେ ଇଣ୍ଟରେଷ୍ଟିଂ କଥା ମନେ ପଡ଼ିଲା। ଭାଇନା କହୁଥିଲେ ସେଟା ଗୋଟେ ଜାଗାରେ ଗୋଟେ ଝିଅ ଦାନ ସଂଗ୍ରହ ସମୟରେ ବୋଧେ ଗୀତ ଗାଇବା ପାଇଁ ଆସିଲା। ବହୁତ କି ସ୍ୱର କହିବେ ତାକୁ, ତରୁଣ, କରୁଣ, ନିରୀହ, କଣ ଗୋଟେ ସ୍ୱର କହିବେ, ଆକୁଳ, କିଛି ବି ଆପଣ ଯାହା ବୁଝିବା ପାରନ୍ତି। ସେ ଆରମ୍ଭ କରିଲା, ତୁମକୁ ପ୍ରେମ କରେ। ସେ ପଛଆଡ଼େ ଠିଆ ସତକିଲ ମତେ ଏକା କରୁଛୁ ନା କାହାକୁ ମତେ ଦେଖୁଛୁ ଯେ ପରି ଲାଗୁଛି ଲ। ମରିଯିବା କଥା ଆଜ୍ଞା। ଏମିତି ହେଲେ କି ଅବସ୍ଥା। ଭାଇ ଭଉଣୀ ମାନେ, ସମୟ ଆଜି ବି ଅଛି। ନିଜର ଖରାପ ପ୍ରେମ ସମ୍ପର୍କକୁ ଫିନିଶ କରନ୍ତୁ। ଏକମାତ୍ର ପ୍ରେମିକ ଆପଣର ସତ୍ୟ ପ୍ରେମ କାଲବରୀ କୃଷରେ ପ୍ରଦର୍ଶନ କରାଇଛନ୍ତି। ତାଙ୍କ ପ୍ରେମକୁ ଚାଖନ୍ତୁ, ସ୍ୱର୍ଗ ରାଜ୍ୟକୁ କନଫର୍ମ କରନ୍ତୁ। ଆଜି ଯଦି ବୁଝୁଛନ୍ତି ତାକୁ ଆପଣାର କରନ୍ତୁ। ଏତେ ତାଳି ବାଜିଲା ଯେ ହାଇ ଲାଗିଲା ଆଜ୍ଞା। ବେଶୀ ମାରୁଥିବାରୁ ଧନ୍ୟବାଦ। ହଉ ହଉ ଧନ୍ୟବାଦ, ଥାଉ ସମୟ ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଟିକେ ଭଉଣୀ ମାନଙ୍କୁ କହିବି ପରା, ମୁଁ କହିପାରିବି ତ ଆଜି? ପ୍ରେଜ୍ ଦ ଲର୍ଡ। ଭଉଣୀ ହଉଥିଲା ହାଇ ଲାଗୁ ତାଙ୍କୁ ଆକା କହୁ, ଆହୁରି କହୁ ମଦୁଆ ନହେଲେ ତାକୁ କହିବାର ଅଛି ଆକା। ହେଲେ ତୁମକୁ କିଏ କହିବ ଆକା? ଫାରୁସୀ ମାନେ ଦେଖାଇ ହେଉଥିଲେ। କଣ ଦେଖାଇ ହେଉଥିଲେ? ପ୍ରାର୍ଥନା କରବାଟା ଦେଖାଇ ହେଉଥିଲେ, ଦାନ ଦେବାଟା ଦେଖାଇ ହେଉଥିଲେ, ଉପବାସ କରୁଛି ବୋଲି ଦେଖାଇ ହେଉଥିଲେ। ଆଙ୍କେ ଦାନ ଦେଖାଇ ହେଉଛନ୍ତି ନାଇଁ, ପ୍ରାର୍ଥନା ଦେଖାଇ ହେଉଛନ୍ତି କି ନାଇଁ, ଉପବାସ ଦେଖାଇ ହେଉଛନ୍ତି କି ନାଇଁ। ଯେଉଁ ବିଷୟକୁ ସମ୍ପୂର୍ଣ୍ଣ ଆଚ୍ଛାଦନ କରି ରଖାଯିବ ଦରକାର, ତାକୁ ଦେଖେଇବାରେ ଏମାନେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ଆଉ ଭାବୁଛନ୍ତି ଆମେ ଖ୍ରୀଷ୍ଟଙ୍କର ଅଟୁ ବୋଲି। ଆଜ୍ଞା, ମୁଁ ମୋର ଛୋଟିଆ ବୁଦ୍ଧିରେ ମୁଁ ଜାଣିଛି ପୁଅ ମାନେ
ପୁଷଅପ୍ କରନ୍ତି, ଦାଣ୍ଡି ଦଣ୍ଡ ମାରନ୍ତି, ଆପଣାର ଛାତିକୁ ଚଉଡ଼ା କରନ୍ତି ଫିଟଫାଟ ରହିବା ପାଇଁ। ହେଲେ ଆଙ୍କେ ଟକିକି ଟକା ଯେ ଟି ସାର୍ଟ ପିନ୍ଧନ୍ତି। যার কান ଅଛି ଭଲରେ ଶୁଣିଥାଅ। এটা କେଉଁ ଆତ୍ମା ଧରିଛି? ଅଧିକାଂଶ ଝିଅ ମାନଙ୍କର ଶରୀରରେ ଆଜି ଚୁନି ଲୋପ ପାଇଯାଇଛି। ଟି ସାର୍ଟ ସିଏ ବି ଟାଇଟ୍ ହେଇଥିବାର ଅଛି। ବାପରେ ବାପ, କେଉଁ ଆତ୍ମା ଦ୍ୱାରା ଆକ୍ରାନ୍ତ ଏମାନେ? আমি প্রশ্ন মতো কোন জানନ୍ତି? এই টি শার্ট কিনিদেবা লোক কিଏ? তার বাপা। তাকে নমস্কার, আঙ্গরକୁ পুরস্কার ମାନବାକୁ ପଡିବ। ମରିୟମ ଟି শার্ট ପିନ୍ଧି ବୁଲୁଥିଲେ କି? টাইট জিন্স পিନ୍ଧି ବୁଲୁଥିଲେ କି? ବାପରେ ବାପ, ଏଥିପାଇଁ ଯୀଶୁ ତାଙ୍କୁ ଚୟନ କଲେ କି? କାହିଁକି ପ୍ରଭୁ ଶରୀର ନେଇଛନ୍ତି ଆମକୁ? ଏଇଟା କି ପ୍ରକାର ଶକ୍ତି ଭାବ ଧରିଛି ଆଜ୍ଞା? ଭେଣ୍ଡିଆ ପିଲା ଘରେ ଅଛି ଫୁଲ ଟ୍ରାଉଜର ପିନ୍ଧି, ଏ ଭେଣ୍ଡିଆ ଝିଅକୁ କିଛି ବୋଲବେ ଆଜ୍ଞା? ମତେ ମନେ ନା, ଜଣା ବି ନାହିଁ। ଧାଙ୍ଗଡି ମନେ ପଡିଲା ଆଜ୍ଞା, ପ୍ରେଜ ଦ ଲର୍ଡ। বে ভাই না পিন্ধিଛି ফুল ଟ୍ରାଉଜର, ଏ ଧାଙ୍ଗଡି ପିନ୍ଧିଛି ହାଫ ପ୍ୟାଣ୍ଟ। ଦେଖାଯାଉ ନାହିଁ କି ଏଟା ଘରେ ଘରେ? ଟିକେ ପଚାରନ୍ତୁ ଭଉଣୀ ମାନେ ନିଜକୁ, ଯଦି ଆପଣ ସେଇ କ୍ୟାଟେଗୋରୀରେ ଅଛନ୍ତି, ଏଇଟା କେଉଁ ଆତ୍ମା ଆପଣଙ୍କୁ ଚାଳନା ଦେଉଥିବାରୁ ଆପଣ ସେମିତି କରୁଛନ୍ତି? ପଚାରିବା ଦରକାର ନିତାନ୍ତ। ଏଇଟା କି ମୁକ୍ତିର ଜୀବନ? ଏଇଟା କି ପରିତ୍ରାଣ ପାଇଥିବା ଝିଅର ଆଚରଣ? টাইট ହେଇଥିବାର ଅଛି, ସାନ ହେଇଥିବାର ଅଛି, ଦେଖାଯାଉଥିବାର ଅଛି। ବାପରେ ସାହା, ଆପଣ ପକେଇଥିବେ ଦୋକାନ, କଷ୍ଟମର ଆସିବେ କି ନାହିଁ? ଆସିଲା ପରେ ମୋର ଝିଅକୁ ସିଏ ଆଜ୍ଞା ଦୋକାନ ପକେଇଥିଲୁ କାହିଁକି ତୁଇ ଖୋଲି କରି? ଶିଖନ୍ତୁ ଈଶ୍ୱରଙ୍କ ସନ୍ତତିର ସମାବର୍ତ୍ତୀ କରି ହେବା ଦରକାର। ଆପଣଙ୍କର ଆଚ୍ଛାଦନ, ଆପଣଙ୍କର ପରିଶୋଧନ, ଆପଣଙ୍କର ବେଶଭୂଷା ବାଇବଲ ଆଧାରିତ ହେବା ଉଚିତ। ପ୍ରଥମ ଯୁଗରେ ଶତ୍ରୁ ଆସିଲା, ଆଦି ପୁସ୍ତକ 3 ଅଧ୍ୟାୟର କଥା। ଶତ୍ରୁ ଆସି କହିଲା ସର୍ପକୁ କଣ ବୋଲି? ଆଗ। କଣ ବୋଲି? ଆଗ। ଆଗ ବୋଲି କହିଲା। ଇ ବାକିଟା ବୋଲି ଭାବିଲା ସେ, ନୂଆ ସ୍ୱର ତ। ହେଲେ ଆଜି କଣ ଆଗ ବୋଲି ସବୁ ନାହିଁ, ନୂଆ ନମ୍ବର ଆସୁଛି ମୋବାଇଲରେ, ହ୍ୟାଲୋ ବୋଲେ ନୂଆ ନୂଆ ହାଇ ଲାଗୁଛି। ହଁ କିଏ? ହଁ କିଏ? ତାকে ଜାଣିଛୁ କି তুই? ହଁ ବୋଲି ପକଉଛୁ, ଜାଣିଛୁ, ଦେଖିଛୁ, ଶୁଣିଛୁ, କହିପାରିବା କଥା କି ନାହିଁ? କିଏ କହୁଛୁ ତୁ? ଝାଳ ଫୁଟିଗଲା ପରେ ୟାଡୁ ତ ଡୋର ଓପନ ହେଇଯାଇଥିବ, ତ ସେ ଆସି ପଶିବ କି ନାହିଁ? এই অনেক কথা ୟୁଟ୍ୟୁବରେ অলରେଡି ଅଛି, ତେଣୁକରି ମୁଁ କହୁନାହିଁ। ଦ୍ୱିତୀୟ କଥା, ସମୟ ଅନୁମତି ଦେଉନାହିଁ। ମୋର ସିଧା କଥା, ଏସବୁ ଭୟଙ୍କର ବନ୍ଧନ ଅଟେ। ବିଜୟ ହେବା ନିମନ୍ତେ ବନ୍ଧନ ମୁକ୍ତ ହେବାକୁ ପଡିବ, ତେବେ ସେ ଆରୋହଣ କରିବେ। টাইট କୁ টাইଟ୍, শর্ট କୁ শর্ট ଦେଖାଯାଉଥିବାର ଅଛି। ଟିକେ ଦୟାକରି ନିହାତି ପଚାରନ୍ତୁ, ଏହା କେଉଁ ଆତ୍ମାଙ୍କ ଦ୍ୱାରା ମୁଁ ଚାଳିତ ହୋଇ କରୁଛି? ଉତ୍ତର ପାଇଯିବେ ଆପଣମାନେ। ପ୍ରଭୁ ସାହାଯ୍ୟ କରନ୍ତୁ ବୁଝିବା ପାଇଁ। 119:31 ଟିକେ ପଢନ୍ତୁ ତ। ଭକ୍ତ କେଉଁ ବିଷୟରେ ଆସକ୍ତି ଅଟନ୍ତି? 119:31। ମୁଁ ତୁମ୍ଭ ପ୍ରମାଣ ବାକ୍ୟ ସବୁରେ ଆସକ୍ତ, ହେ ସଦାପ୍ରଭୁ ମୋତେ ଲଜ୍ଜିତ କର ନାହିଁ। ଭକ୍ତ କହୁଛନ୍ତି ମୁଁ ତୁମର ବାକ୍ୟ ସବୁରେ ଆସକ୍ତ। ଏଇ
এইটা হচ্ছে খ্রিস্টান জীবন। না নিଶାରେ না মদ্ୟରେ না পুଅରେ না ଝିଅରେ ନା ଦେଖିବାରେ ନା ଶୁଣିବାରେ ନା କାମୁକତାରେ ନା ଅଭିଳାଷରେ ନା ଯଦି ଆସକ୍ତି ହେବାର ଅଛି ତାଙ୍କ ବାକ୍ୟରେ ଆସକ୍ତି ହେବେ। এইটা ଗୋଟେ ଖ୍ରୀଷ୍ଟିଆନ ଜୀବନ। ତେବେ ତାହା ମୋତେ ଶକ୍ତି ଦେବ ବିଜୟ ଯାତ୍ରା କରିବା ପାଇଁ। ଦ୍ୱିତୀୟ କଥା କଲୋସ୍ୟ 3:2 ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ। ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ମାନେ ଉର୍ଦ୍ଧ୍ୱରେ କିଏ ଅଛନ୍ତି? ପରମେଶ୍ୱର, ପ୍ରଭୁ ଯୀଶୁ, ପବିତ୍ର ଆତ୍ମା। ଉର୍ଦ୍ଧ୍ୱସ୍ଥ ରାଜ୍ୟ, ପବିତ୍ର ରାଜ୍ୟ, ଉର୍ଦ୍ଧ୍ୱସ୍ଥ ରାଜ୍ୟ, ସ୍ତୁତି ପ୍ରଶଂସାର ରାଜ୍ୟ। ଏଇସବୁ ବିଷୟରେ ଆମର ଆସକ୍ତି ରହିବା ଦରକାର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ଲୋକମାନେ, ସେଇ ଗଧ ମୁକ୍ତି ପାଇଲା। ଏମାନେ ଉଠିବାର ଅର୍ଥ ସାରିଦିଅ ବୋଲବାଟା କି ଆଜ୍ଞା ନା କେମିତି? ସାରିଦିଅ ବୋଲେ ବାଟେ ବାଟେ ସାରିଦେବି, କିଛି ଅସୁବିଧା ନାହିଁ। ନାଇଁ ମତେ ଦୟାକରି କୁହନ୍ତୁ, ସମୟ ବି ବିଳମ୍ବ ହେଇଛି, କିନ୍ତୁ ମୋ ବାକ୍ୟ ଏବେ ଯାଏ ଅଧା ବି କହିନାହିଁ। ତାର ମତଲବ ନୁହଁ ଯେ ମୁଁ କହିବି ହିଁ। ଆପଣ ଯଦି ଅନୁମତି ଦେବେ କହିବେ, ସାରେ ବୋଲେ ସାରିବି, ଯେମିତି ଆପଣମାନଙ୍କ ଇଚ୍ଛା। କହିବେ? ୱାଓ, ଥ୍ୟାଙ୍କ ୟୁ, ଧନ୍ୟବାଦ। ହାଲେଲୁୟା। ଶୁଣ, ବହୁତ ଇମ୍ପୋର୍ଟାଣ୍ଟ କଥା ସାରିବା ପାଇଁ ଚେଷ୍ଟା କରୁଛି, ବାକି ପ୍ରଭୁଙ୍କ ହାତରେ। ପଢିବା ଯାତ୍ରା 13:13 ଗଧ କିପରି ମୁକ୍ତି ପାଇଲେ ସେତେବେଳେ ତ୍ରାଣକର୍ତ୍ତା ଆରୋହଣ କରୁଛନ୍ତି। 13:13 ପୁଣି ତୁମ୍ଭେ ମେଷ ଶାବକ ଦେଇ ତୁମେ ମେଷ ଶାବକ ଦେଇ ପ୍ରତ୍ୟେକ ପ୍ରଥମଜାତ ଗର୍ଦ୍ଧବକୁ ମୁକ୍ତ କରିବ। ବସ୍, এই গଧ যদি মুক্ত ହେବାର ଅଛି ତେବେ ଗୋଟେ ମେଷ ଶାବକର ଆବଶ୍ୟକତା ଅଛି। এই গଧ অসুচি অটে, এটার যোগ্যতা নাই, এ প্রাঙ্গণ বেদী ভিতরে যাইপারিব নাই। এই গধ নিমন্তে মেষ ଶାବକ ନିତାନ୍ତ ଦରକାର। ଯୋହନ 1:29 ଲେଖାଗଲା, ଦେଖ ଈଶ୍ୱରଙ୍କ ମେଷ ଶାବକ। ପଢିଦିଅ ବାବୁ ଜଲ୍ଦି। ତହିଁ ଆର ଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ହଁ, ଏହି ଦେଖ এই দেখো ଈଶ୍ୱରଙ୍କ ମେଷ ଶାବକ, ଈଶ୍ୱରଙ୍କ ମେଷ ଶାବକ, ଯେ ଜଗତର ପାପ ବହି ନେଇ ଯା। যে জগতর পাপ বহি নেই জানতি। তুই যিশুଙ୍କ ପାଇଁ ତାଳି ମାରିପାରିବା କି? ପ୍ରଭୁଙ୍କ ଲୋକମାନେ, ଆମେମାନେ ସେଇ ବନ୍ଧ ଅସୁଚି ତୁଚ୍ଛ କରାଯାଉଥିବା ଗର୍ଦ୍ଧର ମାପରେ ଆସୁ। ଆମମାନଙ୍କୁ ଯୋଗ୍ୟ ବିବେଚିତ କରିବା ପାଇଁ ଆମର ଜାଗାକୁ ଈଶ୍ୱରଙ୍କ ମେଷ ଶାବକ ନିଜେ ବାଛି ନେଲେ, ନିଜେ ନେଇ ନେଲେ। ଆମକୁ ମୁକ୍ତି ପ୍ରଦାନ କରିବା ପାଇଁ ସେ ନିଜେ ଆମର ସ୍ଥାନକୁ ନେଲେ। ଧନ୍ୟ ଆମର ଜୀବନ, ଆମମାନଙ୍କ ସ୍ଥାନରେ ମେଷ ଶାବକ ନିଜେ ହତ ହେଲେ। ମୁକ୍ତି ଦେବା ନିମନ୍ତେ আপনার সমস্ত সুখ ত্যাগিলে, সমস্ত স্বর্গীয় গৌরব ত্যাগিলে, ধরা পৃষ্ঠକୁ ଆସିଲେ, କ୍ରୁଶରେ ଚଢିଲେ, আপনার সমস্ত রক্ত। ଟିକେ ଚିନ୍ତା କରିବା ଦରକାର ଆଜ୍ଞା। ମତେ ଉଦ୍ଧାର କରିବା ପାଇଁ আপনার ସମସ୍ତ ରକ୍ତ ଦେଇଦେଲେ ସେ, ପୁଣି ପ୍ରାଣ ମଧ୍ୟ, ପୁଣି ଶରୀର ମଧ୍ୟ। ଭାଇ ଭଉଣୀ ମାନେ ଶୁଣନ୍ତୁ, ଯଦି ବହୁତ ଏନକରେଜ କଥା କହୁଛି ଶୁଣିଲେ, ଯଦି ଆପଣଙ୍କୁ ଲାଗୁଛି ଆଜ୍ଞା ମୁଁ ବହୁତ ବଡ ଖରାପ, ବହୁତ ଗୁପ୍ତ ପାପରେ ପଡିଯାଇଛି, ବହୁତ ଖରାପ ଅଭ୍ୟାସରେ ରହିଯାଇଛି, ମତେ ଲାଗୁନାହିଁ କି ମୁଁ ଭଲ ହେଇପାରିବି, ମତେ ଲାଗୁନାହିଁ କି ଖ୍ରୀଷ୍ଟ ମତେ ଗ୍ରହଣ କରିବେ, ମୁଁ କହିବା ପାଇଁ ଚାହେଁ, no sin is greater than the blood of Jesus. ଯୀଶୁଙ୍କ ରକ୍ତ ଅପେକ୍ଷା ରକ୍ତ ଠାରୁ
ରକ୍ତର ମୂଲ୍ୟକୁ ଆପଣ ଆଜି ବୁଝିବେ, ନିଜ କରିଥିବା ପାପ ନିମନ୍ତେ କ୍ଷମା ମାଗିବେ, ଫେରିବେ। ତାଙ୍କ ପବିତ୍ର ରକ୍ତ ଆପଣଙ୍କର ସକଳ ଗୁପ୍ତ, ସକଳ ବଡ଼, ସକଳ ଖରାପ ପାପକୁ ଧୋଇବ, ପରିଷ୍କାର କରିବ, ଆପଣଙ୍କୁ ନୂଆ ହୃଦୟ ଜୀବନ ପ୍ରଦାନ କରିବ। ହାଲେଲୁୟା। ଏଥିପାଇଁ ମୋତେ ବହୁତ ଭଲ ଲାଗେ। একমাত্র সত্য প্রভু যাহাকে নাম যিশু অটে, সে ମାନବର ମୁକ୍ତି କରିବା ନିମନ୍ତେ ମାନବର ରକ୍ତ ଚାହିଁଲେ ନାହିଁ, ଆପଣର ରକ୍ତ ଦେଲେ। ଏ ଅଟନ୍ତି ସତ୍ୟ ପରମେଶ୍ୱରଙ୍କର ପରିଚୟ। ତାହାଙ୍କ ରକ୍ତ ଆଜି ମଧ୍ୟ ଆଭେଲେବଲ ଅଟେ। ଭାଇ ଭଉଣୀମାନେ, ଆପଣ ଯେ କେହି ହୁଅନ୍ତୁ, ଯୁବା ଯୁବତୀ, ବଡ଼ ଛୋଟ, ଯେ କେହି ହୁଅନ୍ତୁ, ଯଦି ଲାଗୁଛି ମୁଁ ବହୁତ କରିଦେଇଛି ଭୁଲ ପାପ, ମୋ ପାଖରେ ଆଶା ନାହିଁ, ମୁଁ କହିବା ପାଇଁ ଚାହେଁ ଈଶ୍ୱରଙ୍କ ଦାସ ଭାବରେ, ଯେ ପର୍ଯ୍ୟନ୍ତ ଆପଣଙ୍କର ଶ୍ୱାସ ବାୟୁ ଚାଲୁଛି ସେ ପର୍ଯ୍ୟନ୍ତ ଆପଣ ନିରାଶ ନ ହୋଇ ତାଙ୍କ ରକ୍ତରେ ଯଦି ବିଶ୍ୱାସ କରିବେ, ଏବେ ସମୟ ଥାଉ ଥାଉ ଯଦି ଅନୁତାପ କରିପାରିବେ, ତାଙ୍କ ରକ୍ତ ଏବେ ରାଇଟ୍ ନାଓ ଆପଣଙ୍କୁ ଧରିବ, ପରିଷ୍କାର କରିବ, ନୂଆ ଜୀବନ ଦେଇପାରିବ। ହାଲେଲୁୟା। ମୋର କହିବାର କଥା, ପାପ ହେଇଗଲା ବୋଲି, ଅପରାଧ ହେଲା ବୋଲି, ବ୍ୟଭିଚାର ହେଇଗଲା ବୋଲି ମରିଯିବା ସମାଧାନ ନୁହେଁ। ବୁଝିବା ପାଇଁ ଚେଷ୍ଟା କରନ୍ତୁ। ବାଇବଲର ଅନେକ ଭୁଲ କରୁଛନ୍ତି, ଆମ ପାଇଁ ତାହା ଲେଖା ଯାଇଛି, ତାହାଠାରୁ ଶିଖିବା ଦରକାର। ଭୁଲ କରିଲୁ ତାର ଅର୍ଥ ନୁହେଁ ଯେ ଆମେ ନର୍କ ପଳେଇବୁ ନା। ଯଦି ଫେରିବ ନାହିଁ ନର୍କ ଯିବ, ଯଦି ଫେରିବ ତାଙ୍କ ରକ୍ତ ଅଛି, ଧରିବ, ପରିଷ୍କାର କରିବ, ନର୍କରେ ଯାଇ ପୋଡ଼ି ମରିବା ଠାରୁ ଆମକୁ ରକ୍ଷା କରି ପବିତ୍ର ରାଜ୍ୟରେ ପ୍ରବେଶ କରାଇବ। ହାଲେଲୁୟା। କେବେ ନିରାଶ ହୁଅ ନାହିଁ, ନା କେବେ ଭାଙ୍ଗି ପଡ଼େ ନାହିଁ। ଆସୁନ ଭାଇ ଭଉଣୀମାନେ, ଆପଣଙ୍କୁ ଲୋକମାନେ ବୁଝି ନାହାନ୍ତି, ବୁଝିବେ ନାହିଁ, ଏଇଟା ମନେ ରଖିଥାଅ। ଆପଣଙ୍କୁ ଲୋକେ ଜାଣି ନାହାନ୍ତି, ଜାଣିବେ ନାହିଁ, କିନ୍ତୁ ପାପ କରୁଛି ବୋଲି ଅନ୍ତରରେ ଯୋଉ ବେଦନା, ତାହା ଆପଣ ଜାଣିଛନ୍ତି, ଆପଣଙ୍କର ସୃଷ୍ଟିକର୍ତ୍ତା ଯୀଶୁ ଜାଣିଛନ୍ତି। ଏଥିପାଇଁ କାହାରିକୁ ଦେଖନ୍ତୁ ନାହିଁ। ଯଦି ଭୁଲ କରିଛନ୍ତି, ଅପବ୍ୟୟ ପୁତ୍ର ଫେରିଲା, ବାପା ଗ୍ରହଣ କରିଲେ। ଏହା ହେଉଛି ସତ୍ୟ ଈଶ୍ୱରଙ୍କର ପରିଚୟ। ଆପଣ ଫେରିବେ, ଗ୍ରହଣ କରାଯିବେ, 100% କରାଯିବେ। ପ୍ରଥମ କଥା, ମୁକ୍ତି ହେବା ନିମନ୍ତେ ମେଷ ଶାବକଙ୍କ ରକ୍ତରେ 100% ବିଶ୍ୱାସ କରନ୍ତୁ। ଯାହା କହିଥାନ୍ତି ନା କାହିଁକି, ମତେ ବନ୍ଧନରୁ ଫିଟିବାର ଅଛି, ମତେ ମୁକ୍ତି ପାଇବାର ଅଛି। ଯଦି ସମର୍ପିତ ହେବେ, ଆପଣ ନିଶ୍ଚୟ ମୁକ୍ତ କରାଯିବେ। ପ୍ରଥମ କଥା। ଦ୍ୱିତୀୟ କଥା, ଜନ 8:32 ଲେଖାଯାଏ, you will know the truth, ଆପଣ ସତ୍ୟ ଜ୍ଞାତ ହେବେ, ଆଉ ସେହି ସତ୍ୟ ତୁମକୁ ମୁକ୍ତ କରିବ। ସତ୍ୟ ଈଶ୍ୱରଙ୍କ ବାକ୍ୟ ଅଟେ, ସତ୍ୟ ପ୍ରଭୁ ଯୀଶୁ ନିଜେ ଅଟନ୍ତି, ତାଙ୍କ ଆତ୍ମା ସତ୍ୟମୟ ଆତ୍ମା ଅଟେ। ଏଣୁ ଯଦି ଆପଣମାନଙ୍କୁ ଲାଗୁଛି ମତେ ନିହାତି ବନ୍ଧନରୁ ମୁକ୍ତି ପାଇବାର ଆବଶ୍ୟକତା ଅଛି, এই সময় ଆପଣମାନଙ୍କ ହସ୍ତରେ ମୁଁ ଦଉଛି। ଆପଣ ଈଶ୍ୱରଙ୍କ ବାକ୍ୟର ପ୍ରେମିକ ହୁଅନ୍ତୁ। ଈଶ୍ୱରଙ୍କ ବାକ୍ୟ ଆପଣଙ୍କୁ ହୃଦୟରେ ରଖନ୍ତୁ। ଏ ବାକ୍ୟ ଯେତେ ମାତ୍ରାରେ ଆପଣଙ୍କ ହୃଦୟରେ ପ୍ରବେଶ କରିବ, ଆପଣଙ୍କ ଠାରୁ ସେତେ ଅସୁଚିତା ଧୀରେ ଧୀରେ ଯିବାକୁ ଲାଗିବ, ଆପଣ ମୁକ୍ତି ପାଇବାକୁ ଲାଗିବେ। ଦ୍ୱିତୀୟରେ, ପ୍ରଭୁ ଯୀଶୁଙ୍କ ସହିତ ଆପଣର ବ୍ୟକ୍ତିଗତ ସମ୍ପର୍କକୁ ସୁଦୃଢ଼ କରନ୍ତୁ, ଯେହେତୁ ତାହାଙ୍କ ନାମ ପରିତ୍ରାଣକର୍ତ୍ତା। ଆମେ ଡାକ୍ତରଙ୍କ ପାଖକୁ ଯାଉଛେ ଚିକିତ୍ସିତ ହେବା ପାଇଁ, ପରିତ୍ରାଣକର୍ତ୍ତାଙ୍କ ନିକଟକୁ ଯାଆନ୍ତୁ ପରିତ୍ରାଣ ପାଇବା ନିମନ୍ତେ। ସେ କେବେ ଆପଣଙ୍କୁ ତିରସ୍କାର କରିବେ ନାହିଁ। ତୃତୀୟରେ, ପବିତ୍ର ଆତ୍ମା ସତ୍ୟମୟ ଆତ୍ମା ଅଟନ୍ତି। He will lead you, ସେ ଆପଣଙ୍କୁ ଲିଡ୍ କରିବେ, ଗାଇଡ୍ କରିବେ, ପଥ
দেখাইবে কেউ পথ সত্য পথ মুক্তির পথ পরিত্রাণর পথ উদ্ধারের পথ সে তাঙ্ক ଠାରେ যদি ଆପଣ ମଗ୍ନ ହେଇକି ରହିବେ ଆଉ କୌଣସି ଶକ୍ତି ନାହିଁ ଆପଣଙ୍କୁ ବନ୍ଧନ ରଖିବା ପାଇଁ ନାହିଁ। ଆସନ୍ତୁ ଆପଣ ଚକ୍ଷୁ ବନ୍ଦ କରିବା, ସମର୍ପିତ ହେବା ପ୍ରଭୁଙ୍କ ଲୋକମାନେ ଆପଣ ସ୍ଥାନରେ ଠିଆ ହେଇଯିବା। ହାଲେଲୁୟା। ସବୁ ଚକ୍ଷୁ ବନ୍ଦ ହଉ, ଆପଣ ସ୍ଥାନରେ ଆମେମାନେ ଠିଆ ହେଉ ଆଉ ସମର୍ପିତ ହେଉ। ନିଶ୍ଚୟ ପରମେଶ୍ୱର ଜାଣନ୍ତି ଅନେକ କଥା ତ କୁହାଯିବାର ଥିଲା, କିନ୍ତୁ ସେ ଆତ୍ମାର ପାଳ କଟନ୍ତି, ସେ ଶିଖାନ୍ତି, ସେ କହିବେ। କିନ୍ତୁ ସାରୁ 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 ମୁଁ ଏତିକି କହିବା ପାଇଁ ଚାହୁଁଛି, ଜୀବନ କ୍ଷୀଣ ଭଙ୍ଗୁର ଅଟେ। କେତେବେଳେ ଜୀବନ ଚାଲିଯିବ ଆମେ ଜାଣୁନା। ଖ୍ରୀଷ୍ଟ ବିଜୟ ଜୀବନ ବିତାଇଲେ, ବିଜୟର ଯାତ୍ରା ସେ କରିଲେ। ଏଥିପାଇଁ ସେ ଆପଣାକୁ ପିତାଙ୍କର ବଶରେ ରଖିଲେ। ଆମେ ସେ ଖ୍ରୀଷ୍ଟଙ୍କୁ କେତେ ଜାଣିଛୁ ଯେ ଆପଣ ଶରୀରର ବଶରେ ରହିଲେ ନାହିଁ। କୋଉଥିଲା ସେ ଆସକ୍ତି ପ୍ରଭୁଙ୍କ ଲୋକମାନେ? ମୋବାଇଲ ଯଦି ଆସକ୍ତି ଅଟେ, ଆମେ ବନ୍ଧନରେ ରହିଛୁ। ଦୁନିଆର ପ୍ରେମ ପାଇଁ ଯଦି ପାଗଳ, ଆମେ ଅଧା ବର୍ବାଦ ହେଇସାରିଲୁଣି। ଭାଇମାନେ ଆପଣ ନିଶାର ରହି କଣ ଲାଭ ପାଇଲେ? ସେ ବନ୍ଧନରୁ ବାହାରୁ ପ୍ରଭୁଙ୍କ ଇଚ୍ଛା ଅଟେ। ଯାହାକୁ ପ୍ରେମ ବୋଲି ଭାବୁଛନ୍ତି ତାହା ଆପଣଙ୍କୁ ମାରି ଦଉଛି। एकमात्र सत्य प्रेमिक आपको ग्रहण करने अपेक्षा ख्रीस्टान जीवन सर्वत भाव विजयी जीवन अटे। आज आम विजयी पाइलु कि से तो चाहती प्रयोजन तो अच्छी निकटरे जदि आम समर्पित हवा नहीं आमर मुक्ति तो आम पाइपर ना बंधन छिंदा जाई पार ना। प्रभु दास मान को अनुशाप ने समय आम निश्चय फेरवा आम आज विजय की दरकार जबरदस्ती जो सपरी न जीवा दरकार जड़ बड़े पाप कर ना कहीं अनुताप सहित जो फेरवे रक्त भय नुआ जीवन देव। हालेलुया। परमेश्वर आज समय अच्छी पाप ठार फेरवा आम जानी प्रत्येक वाक्य में लिखा जाए पापर वेतन मृत्यु किंतु आम जानी कि सुधा से पापर प्रलोभन में आज पर्यंत पड़ी अच्छे किंतु जीशु आज डाक हे परिश्रांत भारग्रस्त लोक समस्ते मो निकटक आस मु तुम मान विश्राम देवी से विजय यात्रा तुम मान सामिल कराइबी। हे परमेश्वर लोक मैंने आज समय अच्छी आज समय अच्छी जो मन बुझुराई जो हृदय आज अभुज हो जाए से अभुज मन को बुझाइबा समर्पित है प्रभु मुझ जान अजान पर तुम विरुद्ध अनेक पाप कर प्रभु मत दया कर आज मत क्षमा कर पिता मो मन को तुम निकट बुझाऊ अच्छी मत क्षमा कर तुम विजय यात्रा मत सामिल कर चित्कार
বুঝি যা রে অবুঝা মানি যা রে অবুঝা ସଦୁପଯୋଗ କରିବାରେ ଆଜି ତାଙ୍କର ଦୟା ଅଛି ଆଜି ତାଙ୍କ ରକ୍ତ ଆମକୁ ଧୋଇ ପାରିବ ଆସନ୍ତାକାଲିର କିଛି ଗ୍ୟାରେଣ୍ଟି ନାହିଁ ଏବେ ଯଦି ଫେରିବା ନାହିଁ ଆମେ ତାଙ୍କ ରୋଗ ଶୁଣି ଏବେ ମଧ୍ୟ ଯଦି କଠିନ ହେଇକି ରହିବା ସେ ତ ଆସୁଥିଲେ ପ୍ରଥମରେ ଦୟା କରିବା ପାଇଁ ପ୍ରେମ କରିବା ପାଇଁ ଅନୁଗ୍ରହ ନେଇକି ଆସିଥିଲେ ଏବେ ସେ ଦୟା କରିବା ପାଇଁ ଆସୁନାହାନ୍ତି ଏବେ ତାଙ୍କ ଅନୁଗ୍ରହ ମିଳିବ ନାହିଁ ପ୍ରିୟ ଭାଇ ଭଉଣୀମାନେ କେଉଁ ବିଷୟରେ ଆପଣ ଆସୁଥାନ୍ତି ଆପଣ ବି ସତ୍ୟରେ ତାଙ୍କୁ ଜାଣିବା ସେ ପରିତ୍ରାଣ କଥା ହଉନି ଯଦି ସେ ପରିତ୍ରାଣ କର୍ତ୍ତା ହଉଛନ୍ତି କେଉଁ ଭାବରୁ ସେ ଆପଣଙ୍କ ପରିତ୍ରାଣ କରିଛନ୍ତି ଆପଣ କେମିତି ଛାଡ଼ିଲେ ଆପଣ କି ରାତିଟା ଛାଡ଼ିଲେ ଆପଣ କି ଛାଡ଼ିଲେ ମୋର ଯିବା ଭାଇ ଭଉଣୀ ଆପଣଙ୍କର ମୋବାଇଲ ପାପ ହୋଇନାହିଁ ଖ୍ରୀଷ୍ଟିଆନ ଜୀବନ ପରେ ବିଜେଡିର ଜୀବନରେ କେତେ ମୁଁ ଆଜି ବିଜୟୀ ପାଇଛି ଆଜି ଆମ ବାପା ସେ ଚାହିଁକି ଅଛନ୍ତି ଆମେ ଫେରିବା କି କହିବା କି ପ୍ରଭୁକୁ ମୁଁ ଦୁଃଖିତ ପ୍ରଭୁ ମୋ ପାପ ପାଇଁ ମୁଁ ଦୁଃଖିତ ପ୍ରଭୁ तुमको सही पारू नहीं प्रभु तुमको फेर देखा दो अनुरोध करवा भाई बड़ माने एते जदि कांदिबा नहीं निज पाप पते मां बाबा माने एते जदि फेरिबे नहीं एते जदि निजर जीव भाई जीव प्रो भाई जीवती छो भाई एते जदि आशीर्वाद करिबे नहीं आगामी समय में जानो ना এই কথা তো জানি শুধু এই কিছু দরকার
ବନ୍ଧନ ଫିଟିକି ଯିବା ଦରକାର ଈଶ୍ୱର ଶକ୍ତି ପାଇକି ଯିବା ଦରକାର ଆମେ କାହାର ଦାସ ଅଟୁ ଯେ ଆମକୁ ରକ୍ତ ଦେଇ କିଣିଛନ୍ତି ତାଙ୍କର ଅଥବା ଦୁନିଆର ବିଷୟ ଆଜି ଆମକୁ ଦେଖି ଆମ ପିତା ଖୁସି ହେବେ କି ସେଦିନ
ସେ ପୁତ୍ର ଫେରିବାରୁ ପିତା ଆନନ୍ଦିତ ହେଲେ ଆଜି ମୋ ପାଇଁ ସ୍ୱର୍ଗ ଟିକେ ଆନନ୍ଦ କରିବ କି? ଫେରି ଆସୁ ପିତାଙ୍କ ପାଖକୁ ଫେରି ଆସୁ ଖରାପ ସ୍ୱଭାବରୁ ଫେରି ଆସୁ ଅସୁଚିତାରୁ ଫେରି ଆସୁ ମନ୍ଦତାରୁ ଫେରି ଆସୁ କାମୁକତାରୁ ଫେରି ଆସୁ ଈଶ୍ୱରଙ୍କ ଲୋକମାନେ ସେ ଆସୁଛନ୍ତି ତାଙ୍କୁ ସାକ୍ଷାତ କରିବା ପାଇଁ ଦଣ୍ଡନ ରଚନା ଆମେ କରିପାରିବା ଆମକୁ ବିଜୟ ହେବାକୁ ପଡ଼ିବ। ଏ 2 ମିନିଟ୍ ଆପଣଙ୍କୁ ଦଉଛି ନା ଏବେ ମଧ୍ୟ ଯଦି ଆପଣଙ୍କୁ ଲାଗୁଛି ମତେ ଫେରିବାର ଅଛି ଏ 2 ମିନିଟ୍ ଆପଣଙ୍କ ପାଇଁ ଆପଣ ଯେମିତି ଆସିଛନ୍ତି ସେମିତି ନ ଯାଆନ୍ତୁ ଫେରିକି ଯାଆନ୍ତୁ ଯାହା ପାପ କରୁଛନ୍ତି ଏବେ 2 ମିନିଟ୍ କ୍ଷମା ମାଗନ୍ତୁ। ଯଦି ଲାଗୁଛି ଏବେ ମଧ୍ୟ ମତେ ଫେରିବାର ଅଛି ଯଦି ଲାଗୁଛି ଯଦି କାନ୍ଦିବାର ଇଚ୍ଛା ଅଛି ଫେରିବାର ମନ ନାହିଁ କାନ୍ଦିକି ମାଗନ୍ତୁ ଫେରନ୍ତୁ ଫେରିକି ଯାଆନ୍ତୁ। ବିଶ୍ୱାସ କରନ୍ତୁ ତାଙ୍କ ରକ୍ତ ଅଛି ତାହା ଧରିବ ତା ଆପଣଙ୍କୁ ଛାଡ଼ିବ ନାହିଁ ତା ନୂଆ କରିଦେବ ଆପଣଙ୍କୁ। ଇଏ ସେ 2 ମିନିଟ୍ ଆପଣଙ୍କ ସ୍ଥଳେ ଯାହା କରୁଛନ୍ତି ଗୁପ୍ତରେ ବାହାରେ ଭିତରେ ବାହାରେ ଯାହା ଯୋଉଠି କରିଛନ୍ତି ତା ହୁଏତ କେହି ଦେଖିନାହାନ୍ତି କିନ୍ତୁ ଯିଏ ଆପଣଙ୍କୁ ଭଲ ପାଆନ୍ତି ଯିଏ ଆପଣଙ୍କ ପାଇଁ ରକ୍ତ ଦେଇଛନ୍ତି ସେ ଜାଣିଛନ୍ତି ତଥାପି ସେ ଆପଣଙ୍କୁ ମାରି ଦେଇନାହାନ୍ତି ଆପଣଙ୍କୁ ସୁଯୋଗ ଦେଇଛନ୍ତି। Yes, Lord. Hallelujah. ପ୍ରଭୁ এই পর্ব কেবল এক শব্দরে ন রহিযাও এই বিজয় যাত্রার মহোৎসব কেবল এক উত্তম শব্দরে ন রহিযাও বিজয়ের অনুভব দিও প্রভু অভিলাষর বিজয় দিও অসুচিতার বিজয় দিও মন্দতার বিজয় দিও চিন্তার বিজয় দিও ভয়ের বিজয় দিও মোবাইলের বিজয় দিও আসো আমি সমর্পিত হবা যদি কাহারিକୁ ଲାଗୁଛି ସତରେ ମତେ ବିଜୟ ହେବାର ଅଛି ୟେସ୍ ପ୍ରଭୁ ମୋ ସହିତ କଥା ହେଲେ ଯଦି ଆପଣ ପାରିବେ ଆପଣ ସ୍ଥାନରେ ଆଣ୍ଠେଇ ଯାଆନ୍ତୁ ମୁଁ ଆପଣଙ୍କ ପାଇଁ ପ୍ରାର୍ଥନା କରିବି। ବହୁତ ସଂଘର୍ଷ କରୁଛନ୍ତି ଜୀବନରେ ପରିବାର ମଧ୍ୟରେ ସ୍ୱାମୀଙ୍କ ପାଇଁ ସ୍ତ୍ରୀଙ୍କ ପାଇଁ ଭବିଷ୍ୟତ ଜୀବନ ପାଇଁ ଆତ୍ମିକ ହେବା ପାଇଁ ଈଶ୍ୱର ବିଷୟରେ ବଢ଼ିବା ପାଇଁ ସଂଘର୍ଷ କରୁଛନ୍ତି ସମସ୍ୟାକୁ ନେଇ ରୋଗକୁ ନେଇ ପାପ ପାଇଁ ହାରି ଯାଇଛନ୍ତି ଆପଣ ପରିବାର ଜୀବନରେ ହାରିଛନ୍ତି। ପରମେଶ୍ୱର ଚାହାନ୍ତି ଆପଣଙ୍କୁ ବିଜୟ ଦେବା ପାଇଁ ସେ ଦେଖୁଛନ୍ତି ଆପଣଙ୍କ ହୃଦୟ ଆପଣ ଆଜି କାହାକୁ ଦେଖେଇବା ପାଇଁ ଆକ୍ଟିଂ କରନ୍ତୁ ନାହିଁ ବରଂ ସତ୍ୟରେ ଫେରିକି ଆସନ୍ତୁ ଦେଖିବେ ତାଙ୍କ ରକ୍ତ ଆପଣଙ୍କୁ ଧରିବ ଅପୂର୍ବ ଶାନ୍ତି ପାଇବେ ଆପଣ। ହାଲେଲୁୟା। এমানে দুনিয়ার রং হতে প্রভু এমানে পাপ ପାଇଁ ନ ବଞ୍ଚନ୍ତୁ ପ୍ରଭୁ ଏମାନେ ତୁମକୁ ଚାଲି ଯାଆନ୍ତୁ ପ୍ରଭୁ ଏମାନେ ତୁମ ପ୍ରେମକୁ ନିଜର କରନ୍ତୁ ପ୍ରଭୁ ଦୁନିଆ ବ୍ୟକ୍ତିଗତ ବୁଝି ଯାଆନ୍ତୁ ପାପର କିଛି ମନୋଭାବ ବୁଝି ଯାଆନ୍ତୁ ଆସନ୍ତୁ ପ୍ରାର୍ଥନା କରିବା ସମ୍ପୂର୍ଣ୍ଣ ସମର୍ପିତ ହେବା। ସ୍ୱର୍ଗୀୟ ପିତା ତୁମ ନାମରେ ଧନ୍ୟବାଦ ଗୌରବ କରୁଛି ତୁମେ କେତେ ଦୟା କଲ ପ୍ରଭୁ ଆମ ପରି ବ୍ୟକ୍ତିକୁ ତୁମେ ସୁଯୋଗ ଦେଲ ବାବା ଯେ ବି ତୁମ ବାକ୍ୟ ଶୁଣିବ
ହେବ ସଜାଡ଼ି ହେବ ଆମ ପାପକୁ ଜାଣିବ ଧୋଇ ହେବ ଏଥିପାଇଁ ତୁମେ ଆମକୁ ପାପରେ ମାରିଦେଲ ନାହିଁ କି ପ୍ରେମ ପ୍ରଭୁ ତୁମର କି ଦୟା ପ୍ରଭୁ ତୁମର ଏହା ଆମ ପ୍ରତ୍ୟେକଙ୍କୁ ବୁଝିବା ପାଇଁ ସାହାଯ୍ୟ କର ରାଜା ପ୍ରଭୁ ଆମେ ଆଗାମୀ ସମୟମାନଙ୍କର ଯେପରି ବିଜୟ ତେଣୁ ଆମର ବନ୍ଧନ ଖୋଲି ଦିଅ ପ୍ରଭୁ ତୁମେ ସେଇ କଠୋର ବନ୍ଧନ ସେଦିନ ଫିଟାଇବା ପାଇଁ ଆଦେଶ ଦେବ ପ୍ରଭୁ ତୁମ ଶିଷ୍ୟମାନେ କଲେ ଫିଟାଇ ଜାଣିଲେ ତୁମେ ଆରୋହଣ କଲ ପ୍ରଭୁ ତଦ୍ରୂପ ଆଜି ମଧ୍ୟ ତୁମେ ଆପଣ ଲୋକମାନଙ୍କୁ ପଠାଅ ଲୋକମାନଙ୍କ ବନ୍ଧନକୁ ଛିନାଉ ସବୁରେ ଧନ୍ୟବାଦ ପ୍ରଭୁମାନଙ୍କୁ ସମର୍ପିତ ଜୀବନ ଦିଅ ବୁଝିବା ପାଇଁ ଦିଅ ପ୍ରଭୁ ଜୀବନ କ୍ଷଣ କର ଅଳ୍ପ ସମୟ ପରେ ଆମେ ଜୀବନ ପ୍ରବେଶ କରିବାକୁ ଯାଉଛୁ ଦୁନିଆକୁ ପଛରେ ପକାଇ ଶରୀରର ଅଭିଳାଷ ଠାରୁ ଦୂରରେ ରହି ନିଶାର ଆସକ୍ତିରୁ ଦୂରରେ ରହି ତୁମ ପ୍ରେମରେ ମତାଲ ହେବା ପାଇଁ ବାକ୍ୟର ପ୍ରେମିକ ହେବା ପାଇଁ ତୁମ ରକ୍ତର ମୂଲ୍ୟ ଜାଣି ଫେରି ପରିଷ୍କୃତ ନୂତନ ହେବା ପାଇଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ବଞ୍ଚିବା ପାଇଁ ଯେତେ ଦିନ ପ୍ରଭୁ ଦୁନିଆରେ ରହିବୁ ତୁମକୁ ସନ୍ତୁଷ୍ଟ କରି ରହିବୁ ଏହି ଜୀବନ ଆମକୁ ଦେଇଦିଅ ଆମ ପ୍ରତ୍ୟେକଙ୍କର ବନ୍ଧନ ଛିଣ୍ଡି ଯାଉ ପ୍ରଭୁ ଯଦି କିଏ ଦୁଃଖରେ ଅଛନ୍ତି ଚିନ୍ତାରେ ଭାଙ୍ଗି ପଡୁଛନ୍ତି ତୁମେ ଦୁଃଖୀର ନାଥ ପ୍ରଭୁ ତୁମେ ଆଜି ମଧ୍ୟ ଆମ ପାଇଁ ଚିନ୍ତା କରୁଛ ଲୋକମାନଙ୍କୁ ଆଜ୍ଞାତ କର କେହି ଥାଆନ୍ତୁ ନଥାନ୍ତୁ ସର୍ବଶକ୍ତିମାନ ଅଛନ୍ତି ଚିନ୍ତା ଏମାନଙ୍କ ପ୍ରଭୁ ହଇରାଣ ନ କରୁ ଚିନ୍ତା ଏମାନଙ୍କୁ ବାନ୍ଧିକି ନ ରଖୁ ଦୁଃଖ ଏମାନଙ୍କ ପ୍ରଭୁ ବାନ୍ଧିକି ନ ରଖୁ ମନ୍ଦତା ପାପ ଏମାନଙ୍କୁ ବାନ୍ଧିକି ଅକ୍ଷରେ ନ ରଖୁ ଏମାନେ ବିଜୟର ସନ୍ତାନ ସନ୍ତତି ହୁଅନ୍ତୁ ଧନ୍ୟବାଦ ତୁମେ ଆଣିଲ କଥା କହିଲ ଆଶୀର୍ବାଦ କଲ ପାପ ଧଇଲ ଆପଣ ଲୋକମାନଙ୍କର ନୂଆ ଜୀବନ ଦେଲ ଧନ୍ୟବାଦ ଥ୍ୟାଙ୍କ ୟୁ ସୋ ମଚ୍ ପ୍ରଭୁ ଏ କମିଟି ଏ ପାଷ୍ଟରେଟ୍ ଏ ରାଇସେସ୍ ପ୍ରତିଟି ମୁଖ୍ୟ କର୍ମକର୍ତ୍ତା ସହକର୍ମୀ ଡିକେନ୍ସ ପ୍ରତିଟି ସେବିକା ସେବକ ଯେତେ ଅଛନ୍ତି ପ୍ରଭୁ ସେମାନଙ୍କୁ ଆହୁରି ଆହୁରି ବ୍ୟବହାର କର ଏପରି ସଭାରେ ଆୟୋଜନ ହଉ ଯୋଗାଯୋଗ ସଭାରେ ଆୟୋଜନ ତେଣୁ ଆସିବା ପୂର୍ବରୁ ଏକ ମହାନ ଜନତା ପ୍ରସ୍ତୁତ ହେଉନ୍ତୁ ତୁମେ ପଥ ମାର୍ଗ ଖୋଲ ଆମେ ଯାହା ଶୁଣିଛୁ ତାହା ନ ଭୁଲି କାର୍ଯ୍ୟରେ ଦେଖିବା ପାଇଁ ବାକ୍ୟର ଆଶୀର୍ବାଦକୁ ଅନୁଭବ କରିବା ପାଇଁ ସମସ୍ତଙ୍କୁ ସାହାଯ୍ୟ କର ଧନ୍ୟବାଦ ପ୍ରଭୁ ସବୁ ବିଷୟ ସବୁ ମହିମା